ଏଇଠି କୌଣସି ସୀମିତ ନୁହେଁ। ଏହା ମଣିଷ ଜୀବନର ସମସ୍ତ ପ୍ରଶ୍ନର ସମାଧାନ। ଜନ୍ମ, ମୃତ୍ୟୁ, ମୋହ, ଲୋଭ, ଭୟ, ଅହଙ୍କାର, ମାୟା, ଏହି ସବୁ ଜୀବନରେ ଥିବା ଇଣ୍ଟରନାଲ ଷ୍ଟ୍ରଗଲ ପାଇଁ ଏହି ଗୀତା ଗୋଟେ ଦିଗଦର୍ଶକ। ଦୃଶ୍ୟ କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ଦୁଇ ପକ୍ଷ ପାଣ୍ଡବ ଓ କୌରବ ପ୍ରସ୍ତୁତ। ଅର୍ଜୁନ ଯୁବା ରଥୀ ତାଙ୍କର ମାନସିକ ଶାନ୍ତି ହରାଇଛନ୍ତି। ତାଙ୍କର ମନରେ ଭୟ, ମୋହ, ଅହଙ୍କାର ଏବଂ ଲୋଭର ସଂଘର୍ଷ। ଶ୍ରୀମଦ୍ ଭାଗବତ ଗୀତା ଅଧ୍ୟାୟ 1 ଅର୍ଜୁନ ବିଷାଦ ଯୋଗ। ଭୂମିକା ଗୀତା କେଉଁଠି ଆରମ୍ଭ ହୁଏ? ଭାଗବତ ଗୀତା। ଭାଗବତ ଅର୍ଥାତ୍ ଭଗବାନ, ଗୀତା ଅର୍ଥାତ୍ ଗାଇବା। ଭଗବାନ ଗାଇଥିଲେ। ଭଗବତ ଗୀତା କୌଣସି ମନ୍ଦିରରେ ଆରମ୍ଭ ହୁଏ ନାହିଁ, କୌଣସି ଆଶ୍ରମରେ ମଧ୍ୟ ନୁହେଁ। ଭଗବତ ଗୀତା ଆରମ୍ଭ ହୁଏ ଯୁଦ୍ଧ ମାଠରେ, ଚିତ୍କାର ମଧ୍ୟରେ, ଅସ୍ତ୍ର ଓ ରକ୍ତର ମଧ୍ୟଭାଗରେ। କାରଣ ଗୀତା ଦେବତାଙ୍କ ପାଇଁ ନୁହେଁ, ମଣିଷ ପାଇଁ। ଯେଉଁ ମଣିଷ ଦ୍ୱନ୍ଦ୍ୱରେ ପଡ଼ିଯାଏ, ଯେଉଁ ମଣିଷ ନିଷ୍ପତ୍ତି ନେଇପାରେ ନାହିଁ, ଗୀତା ସେହି ମଣିଷ ସହ କଥା କହେ। କୁରୁକ୍ଷେତ୍ର ବାହାର ଯୁଦ୍ଧ ନୁହେଁ, ଭିତର ଯୁଦ୍ଧ। କୁରୁକ୍ଷେତ୍ର କେବଳ ଗୋଟିଏ ଭୂମି ନୁହେଁ, କୁରୁକ୍ଷେତ୍ର ହେଉଛି ଯେଉଁଠି ଧର୍ମ ଓ ଅଧର୍ମ ଲଢ଼େ, ଯେଉଁଠି ଭଲ ଓ ମନ୍ଦ ମୁହାଁମୁହିଁ ହୁଏ, ଯେଉଁଠି ମଣିଷର ମନ ଭାଙ୍ଗିଯାଏ। ପ୍ରତ୍ୟେକ ମଣିଷର ଜୀବନରେ ଗୋଟେ କୁରୁକ୍ଷେତ୍ର ନିଶ୍ଚୟ ଆସେ। ଧୃତରାଷ୍ଟ୍ର ଅନ୍ଧ ଆଖି, ଅନ୍ଧ ନ୍ୟାୟ। ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ, କିନ୍ତୁ ସେ କେବଳ ଆଖିର ଅନ୍ଧ ନୁହେଁ, ସେ ନ୍ୟାୟରେ ମଧ୍ୟ ଅନ୍ଧ। ସେ ପଚାରେ, କୁରୁକ୍ଷେତ୍ରରେ ମୋର ପୁଅ ଓ ପାଣ୍ଡବମାନେ କ'ଣ କରୁଛନ୍ତି? ଏଇଠି ଗଭୀର ଭାବନା ଅଛି। ଯେଉଁ ଲୋକ ଅନ୍ୟାୟ କରେ ସେ ସବୁବେଳେ ଡରରେ ରହେ। ଧୃତରାଷ୍ଟ୍ର ଜାଣୁଥିଲେ ତାଙ୍କ ପୁଅମାନେ ଧର୍ମ ପଥରେ ନୁହେଁ। ସଞ୍ଜୟ ଶୁଦ୍ଧ ଦୃଷ୍ଟିର ପ୍ରତୀକ। ସଞ୍ଜୟ ଅନ୍ଧ ନୁହେଁ, କିନ୍ତୁ ତାଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ଶୁଦ୍ଧ ମନ। ଯାହାର ମନ ସଫା ସେ ସତ୍ୟକୁ ସ୍ପଷ୍ଟ ଦେଖିପାରେ। ଦୁର୍ଯ୍ୟୋଧନ ଅହଙ୍କାର ଭିତରେ ଚାଲୁଥିବା ଭୟ। ଦୁର୍ଯ୍ୟୋଧନ ବାହାରୁ ବଡ଼ ସାହସୀ ଦେଖାଯାଏ, କିନ୍ତୁ ଭିତରେ ସେ ଭୟରେ କମ୍ପୁଛି। ସେ ଦ୍ରୋଣାଚାର୍ଯ୍ୟଙ୍କୁ ପାଣ୍ଡବ ସେନାର ଶକ୍ତି କହୁଛି ନିଜ ମନକୁ ସାନ୍ତ୍ୱନା ଦେବା ପାଇଁ। ଯେଉଁ ଲୋକ ଅଧିକ ଗର୍ଜନ କରେ ସେ ମନରେ ଦୁର୍ବଳ। ଶଙ୍ଖ ଧ୍ୱନି ଧର୍ମର ଘୋଷଣା। ଭୀଷ୍ମ, କୃଷ୍ଣ, ଅର୍ଜୁନ ନିଜ ନିଜ ଶଙ୍ଖ ଫୁଙ୍କାଇଲେ। ଏହି ଧ୍ୱନି କେବଳ ଯୁଦ୍ଧର ସଂକେତ ନୁହେଁ, ଏହା ଥିଲା ଧର୍ମର ଘୋଷଣା। ଭୟ ଛାଡ଼ିବାର ଆହ୍ୱାନ। ଧର୍ମ ସହିତ ଥିଲେ ମନ ଆପେ ଆପେ ଦୃଢ଼ ହୁଏ। ଅର୍ଜୁନ ସମସ୍ତ ମଣିଷର ପ୍ରତିନିଧି। ଅର୍ଜୁନ ଦୁର୍ବଳ ନୁହେଁ, ସେ ମହାବୀର ଶ୍ରେଷ୍ଠ ଧନୁର୍ଦ୍ଧର। କିନ୍ତୁ ଯେତେବେଳେ ନିଜ ଗୁରୁ, ଆତ୍ମୀୟ, ବନ୍ଧୁମାନଙ୍କୁ ଦେଖିଲେ ତାଙ୍କ ଶରୀର କାମ୍ପିଲା, ମୁହଁ ଶୁଖିଗଲା, ଧନୁଷ ହାତରୁ ଖସିଗଲା। ଏହା ମଣିଷ ଜୀବନର ସବୁଠାରୁ ସତ୍ୟ ଦୃଶ୍ୟ। ମୋହ, ଦୟା ଓ ଭ୍ରମ। ଅର୍ଜୁନ କହେ, ମୁଁ ଯୁଦ୍ଧ କରିବି ନାହିଁ, ଏହା ଦୟା ଭଳି ଲାଗୁଛି, କିନ୍ତୁ ଭିତରେ ଏହା ମୋହ, ଆସକ୍ତି, ଭୟ, ଭ୍ରମ। ଧର୍ମ ଛାଡ଼ିଦେଲେ ସମାଜ ଭାଙ୍ଗିଯାଏ, ଏହା ସେ ବୁଝୁନାହିଁ। ଅଧ୍ୟାୟ 1ର ଗଭୀର ସନ୍ଦେଶ। ଏହି ଅଧ୍ୟାୟରେ ଭଗବାନ କୃଷ୍ଣ ଉପଦେଶ ଦେଉନାହାନ୍ତି। କାହିଁକି? କାରଣ ପ୍ରଥମେ ମଣିଷ ଭାଙ୍ଗେ, ତାପରେ ଭଗବାନ ଗଢ଼ନ୍ତି। ଅଧ୍ୟାୟ 1 ସମାପ୍ତ। ଏହା ହେଉଛି ମଣିଷର ଅଜ୍ଞାନ ଅବସ୍ଥା। ଭାଗବତ ଗୀତା ଅଧ୍ୟାୟ 1 ଅର୍ଜୁନ ବିଷାଦ ଯୋଗ। ଅଧ୍ୟାୟ 1ର ପୃଷ୍ଠଭୂମି। ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହେବାକୁ ଯାଉଛି। ଏକ ପାର୍ଶ୍ୱରେ କୌରବମାନେ, ଅନ୍ୟ ପାର୍ଶ୍ୱରେ ପାଣ୍ଡବମାନେ। ଏହି ଯୁଦ୍ଧ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଧର୍ମ ଓ ଅଧର୍ମର ଯୁଦ୍ଧ। ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ। ସେ ଶାରୀରିକ ଭାବେ ନୁହେଁ, ମନରେ ମଧ୍ୟ ଅନ୍ଧ, କାରଣ ସେ ସତ୍ୟ ଦେଖିବାକୁ ଚାହାନ୍ତି ନାହିଁ। ସେ ସଞ୍ଜୟଙ୍କୁ ପଚାରୁଛନ୍ତି, ଧର୍ମକ୍ଷେତ୍ରରେ, କୁରୁକ୍ଷେତ୍ରରେ କ'ଣ ଘଟୁଛି? ଏଠାରୁ ଗୀତା ଆରମ୍ଭ ହୁଏ। ଯୁଦ୍ଧ ମଞ୍ଚର ବର୍ଣ୍ଣନା। ଦୁଇ ପକ୍ଷର ସେନା ସଜିଛି। ଶଙ୍ଖ, ନାଗରା, ଢୋଲର ଧ୍ୱନି ଚାରି ଦିଗରେ ଘୁଞ୍ଚି ଉଠୁଛି। ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ ସମସ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତି। ପାଣ୍ଡବ ପକ୍ଷରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଅର୍ଜୁନଙ୍କ ରଥ ଚଳାଉଛନ୍ତି ଶ୍ରୀକୃଷ୍ଣ। ଅର୍ଜୁନଙ୍କ ଅନୁରୋଧ। ଅର୍ଜୁନ କହିଲେ, ହେ କୃଷ୍ଣ, ମୋ ରଥକୁ ଯୁଦ୍ଧ ମଝିରେ ନେଇଯାଅ। ମୁଁ ଦେଖିବାକୁ ଚାହେଁ କାହା ସହ ଯୁଦ୍ଧ କରିବି। ଶ୍ରୀକୃଷ୍ଣ ରଥକୁ ମଝିରେ ରଖିଲେ। ଅର୍ଜୁନଙ୍କ ମନ ପରିବର୍ତ୍ତନ। ଅର୍ଜୁନ ଯେତେବେଳେ ଦେଖିଲେ ନିଜ ଠାକୁରଦା, ନିଜ ଗୁରୁ, ମାମୁଁ, ଭାଇ, ବନ୍ଧୁ ସମସ୍ତେ ଯୁଦ୍ଧ ମଝିରେ ଦଣ୍ଡାୟମାନ। ତାଙ୍କ ହାତରୁ ଧନୁ ଖସି ପଡ଼ିଲା, ଶରୀର କମ୍ପିଲା, ମୁଖ ଶୁଖିଗଲା, ଚକ୍ଷୁ ଲୁହରେ ଭରିଗଲା। ଅର୍ଜୁନଙ୍କ ବିଷାଦ। ଅର୍ଜୁନ କହିଲେ, ହେ କୃଷ୍ଣ, ମୁଁ ଏହି ଯୁଦ୍ଧ କରିପାରିବି ନାହିଁ। ନିଜ ଲୋକଙ୍କୁ ମାରି ରାଜ୍ୟ ପାଇଲେ ସେ ରାଜ୍ୟ ମୋ ପାଇଁ ଅଭିଶାପ ହେବ। ଗୁରୁଙ୍କୁ ମାରି ଜୀବନ ମୁଁ ଅପରାଧୀ ହେବି। ଏହାଠାରୁ ମୋତେ ଯଦି ଅସ୍ତ୍ର ବିନା ମାରି ଦିଅନ୍ତି ତାହା ଭଲ। ଏଇଠି ଅଧ୍ୟାୟ 1ର ମୂଳ ଶିକ୍ଷା। ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ କୌଣସି ଉପଦେଶ ଦେଉନାହାନ୍ତି। ଏଠାରେ ଦେଖାଯାଏ ଏକ ବଡ଼ ଯୋଦ୍ଧା, ଯିଏ ସବୁ ଜିତିଥିଲା ସେ ମଧ୍ୟ ମୋହରେ ପଡ଼ିଯାଏ। ଆମ ଜୀବନ ସହ ଉଦାହରଣ। ଯେମିତି ଜଣେ ଛାତ୍ର ପଢ଼ିବା ସମୟରେ ଭୟ ପାଏ, ମୁଁ ପାସ୍ କରିବି କି ନାହିଁ। ଜଣେ ଲୋକ ସଠିକ୍ କାମ କରିବାକୁ ଡରେ, ଲୋକେ କ'ଣ ଭାବିବେ। ଏଇ ଭୟ, ଏଇ ଦୁଃଖ, ଏଇ ଦ୍ୱନ୍ଦ୍ୱ ହେଉଛି ଅର୍ଜୁନ ବିଷାଦ।
ଅଧ୍ୟାୟ 1ର ସାର କଥା। ମଣିଷ ଶକ୍ତିଶାଳୀ ହେଲେ ମଧ୍ୟ ମନ ଦୁର୍ବଳ ହୋଇପାରେ। ମୋହ ମଣିଷକୁ ସତ୍ୟରୁ ଦୂରେ ନେଇଯାଏ। ସଠିକ ମାର୍ଗ ପାଇଁ ଗୁରୁ ଆବଶ୍ୟକ। ଏଇଠି ଅର୍ଜୁନ ଗୁରୁ ଖୋଜୁଛନ୍ତି। ପରବର୍ତ୍ତୀ ଅଧ୍ୟାୟରେ ଶ୍ରୀକୃଷ୍ଣ ଗୁରୁ ଭାବେ କଥା କହିବେ। ଭାଗବତ ଗୀତା ଅଧ୍ୟାୟ 2 ସଂଖ୍ୟା ଯୋଗ। ଅଧ୍ୟାୟ 2 ଆରମ୍ଭ କେମିତି ହୁଏ? ଅଧ୍ୟାୟ 1ରେ ଆମେ ଦେଖିଲୁ ଅର୍ଜୁନ ଭାଙ୍ଗି ପଡ଼ିଛନ୍ତି, ଧନୁ ଛାଡ଼ି ଦେଇଛନ୍ତି, ମନ ଭୟ ମୋହ ଦୁଃଖରେ ଭରିଯାଇଛି। ଏବେ ଅର୍ଜୁନ ବୁଝିପାରୁଛନ୍ତି ମୁଁ ନିଜେ ଠିକ ନିଷ୍ପତ୍ତି ନେଇପାରୁନାହିଁ। ସେଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ଗୁରୁ ଭାବେ ଗ୍ରହଣ କରନ୍ତି। ଅର୍ଜୁନଙ୍କ ଶରଣାଗତି। ଅର୍ଜୁନ କହିଲେ, ହେ କୃଷ୍ଣ, ମୁଁ ଜାଣିପାରୁନାହିଁ କ'ଣ ଠିକ କ'ଣ ଭୁଲ। ମୋ ମନ ଦୁର୍ବଳ ହୋଇଗଲା। ମୁଁ ଆପଣଙ୍କ ଶରଣକୁ ଆସିଛି। ଆପଣ ମୋତେ ଯାହା ଭଲ ଲାଗେ ସେଇ ପଥ ଦେଖାନ୍ତୁ। ଏଇଠାରୁ ଗୀତାର ସତ୍ୟ ଉପଦେଶ ଆରମ୍ଭ ହୁଏ। ଶ୍ରୀକୃଷ୍ଣଙ୍କ ପ୍ରଥମ ଉପଦେଶ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ତୁମେ ଯାହା ପାଇଁ ଦୁଃଖ କରୁଛ ସେଥିପାଇଁ ଦୁଃଖ କରିବା ଯୋଗ୍ୟ ନୁହେଁ। ଜ୍ଞାନୀ ମଣିଷ ନା ଜୀବିତଙ୍କ ପାଇଁ କାନ୍ଦେ ନା ମୃତଙ୍କ ପାଇଁ କାନ୍ଦେ। ଏଇଠି ଶ୍ରୀକୃଷ୍ଣ ସିଧାସଳଖ କହୁଛନ୍ତି ତୁମ ଦୁଃଖ ଅଜ୍ଞାନରୁ ଆସୁଛି। ଆତ୍ମାର ସତ୍ୟ ସ୍ୱରୂପ। ଶ୍ରୀକୃଷ୍ଣ କହିଲେ, ଆତ୍ମା କେବେ ଜନ୍ମ ନେଇନାହିଁ, ଆତ୍ମା କେବେ ମରେ ନାହିଁ। ଶରୀର ଜନ୍ମ ନେଇଛି, ଶରୀର ବୃଦ୍ଧ ହୁଏ, ଶରୀର ମରିଯାଏ, କିନ୍ତୁ ଆତ୍ମା ସଦାକାଳ ଅବିନାଶୀ। ସହଜ ଉଦାହରଣ, ଯେମିତି ଜଣେ ଲୋକ ଛୋଟବେଳେ ଛୋଟ ପୋଷାକ ପିନ୍ଧେ, ବଡ଼ ହେଲେ ସେ ପୋଷାକ ଛାଡ଼ି ନୂଆ ପୋଷାକ ପିନ୍ଧେ। ପୁରୁଣା ପୋଷାକ ଛାଡ଼ିଲେ ମଣିଷ ମରେ ନାହିଁ। ସେମିତି ଆତ୍ମା ପୁରୁଣା ଶରୀର ଛାଡ଼ି ନୂଆ ଶରୀର ଗ୍ରହଣ କରେ। ଆତ୍ମାକୁ କେହି ନଷ୍ଟ କରିପାରେ ନାହିଁ। ଶ୍ରୀକୃଷ୍ଣ କହିଲେ, ଆତ୍ମାକୁ ଅସ୍ତ୍ର କାଟିପାରେ ନାହିଁ, ଅଗ୍ନି ଜଳାଇ ପାରେ ନାହିଁ, ଜଳ ଭିଜାଇ ପାରେ ନାହିଁ, ପବନ ଶୁଖାଇ ପାରେ ନାହିଁ। ଏହାର ଅର୍ଥ ତୁମେ କାହାକୁ ମାରୁନାହ, ଶରୀର ନଷ୍ଟ ହୁଏ, ଆତ୍ମା ନୁହେଁ। ଏହାର ଅର୍ଥ ତୁମେ କାହାକୁ ମାରୁନାହିଁ, ଶରୀର ନଷ୍ଟ ହୁଏ, ଆତ୍ମା ନୁହେଁ। ଧର୍ମ ଓ କର୍ତ୍ତବ୍ୟ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ତୁମେ କ୍ଷତ୍ରିୟ, ଧର୍ମ ମଧ୍ୟରୁ ପଳାଇ ଯିବା ତୁମ ପାଇଁ ପାପ। ନିଜ କର୍ତ୍ତବ୍ୟ ଛାଡ଼ିଦେଲେ ଲୋକେ ତୁମକୁ ଭିତୁ କହିବେ। ମୃତ୍ୟୁ ଆସିଲେ ସ୍ୱର୍ଗ ପାଇବ, ଜିତିଲେ ରାଜ୍ୟ ପାଇବ। ଆମ ଜୀବନ ସହ ଏହାର ଶିକ୍ଷା। ଯେମିତି ଜଣେ ଛାତ୍ର ପରୀକ୍ଷା ଡରରେ ପଢ଼ିବା ଛାଡ଼ିଦିଏ, ଜଣେ ସତ୍ୟବାଦୀ ଲୋକ ଭୟରେ ସତ୍ୟ କହେ ନାହିଁ। ଏହା ହେଉଛି କର୍ତ୍ତବ୍ୟରୁ ପଳାୟନ। ଗୀତା କହୁଛି, ନିଜ କାମ କର, ଫଳ ଭଗବାନଙ୍କୁ ଛାଡ଼ିଦିଅ। କର୍ମ ଯୋଗର ମୂଳ ରହସ୍ୟ। ଶ୍ରୀକୃଷ୍ଣ କହିଲେ, କର୍ମ କରିବା ତୁମ ଅଧିକାର, ଫଳ ଉପରେ ନୁହେଁ। ଫଳ ଆଶାରେ କାମ କରିଲେ ମନ ଦାସ ହୋଇଯାଏ। ନିଷ୍କାମ ଭାବେ କର୍ମ କଲେ ମଣିଷ ମୁକ୍ତ ହୁଏ। ଭାଗବତ ଗୀତା ଅଧ୍ୟାୟ 3 କର୍ମଯୋଗ। ଅଧ୍ୟାୟ 3 କାହିଁକି ଆସିଲା? ଅଧ୍ୟାୟ 2ରେ ଶ୍ରୀକୃଷ୍ଣ କହିଲେ, ଆତ୍ମା ଅମର, ଶରୀର ନାଶବାନ, ଫଳ ଆଶା ଛାଡ଼ି କର୍ମ କର। ଏହା ଶୁଣି ଅର୍ଜୁନଙ୍କ ମନରେ ଗୋଟିଏ ବଡ଼ ସନ୍ଦେହ ଜନ୍ମ ହେଲା। ଅର୍ଜୁନଙ୍କ ପ୍ରଶ୍ନ। ଅର୍ଜୁନ କହିଲେ, ହେ କୃଷ୍ଣ, ଆପଣ କହୁଛନ୍ତି ଜ୍ଞାନ ଶ୍ରେଷ୍ଠ, ଆତ୍ମା ଅମର, ତେବେ ମୋତେ ଏହି ଭୟଙ୍କର ଯୁଦ୍ଧରେ କାହିଁକି ଲଗାଉଛନ୍ତି? ଯଦି ଜ୍ଞାନ ଶ୍ରେଷ୍ଠ, ତେବେ ମୁଁ କାମ ଛାଡ଼ି ଶାନ୍ତିରେ ବସିବି ନା? ଏହି ପ୍ରଶ୍ନ ଆଜି ବି ପ୍ରତ୍ୟେକ ମଣିଷ ମନରେ ଅଛି। ଆଜିର ମଣିଷର ଏହି ପ୍ରଶ୍ନ। ଲୋକ କହେ, ଭଗବାନ ସବୁ କରିବେ, ଭାଗ୍ୟରେ ଯାହା ଅଛି ହେବ, ସବୁ ମିଥ୍ୟା, ତେବେ ଚେଷ୍ଟା କାହିଁକି? ଏହି ଭାବନା ମଣିଷକୁ ଆଳସ ଦୁର୍ବଳ ଭିତରୁ ଖାଲି କରିଦିଏ। ଶ୍ରୀକୃଷ୍ଣଙ୍କ ସିଧା ଉତ୍ତର। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଏହି ସଂସାରରେ କେହି ମଧ୍ୟ କର୍ମ ବିନା ଗୋଟିଏ ମୁହୂର୍ତ୍ତ ରହିପାରେ ନାହିଁ। ଶ୍ୱାସ ନେବା କର୍ମ, ଭାବିବା କର୍ମ, କଥା କହିବା କର୍ମ, କାମ ଛାଡ଼ିବା ଅସମ୍ଭବ, ମିଥ୍ୟା ସନ୍ନ୍ୟାସ। ଶ୍ରୀକୃଷ୍ଣ କହିଲେ, ଯେଉଁ ଲୋକ ବାହାରେ କାମ ଛାଡ଼ି ମନରେ ଆଶା ଲୋଭ ଭୋଗ ଧରି ରଖେ ସେ ମିଥ୍ୟାଚାରୀ। ବାହାରେ ଧଳା ପୋଷାକ, ଭିତରେ ଲୋଭ କାମନା। ଏହା ସନ୍ନ୍ୟାସ ନୁହେଁ, ଏହା ଠକେଇ। ସତ୍ୟ କର୍ମ ଯୋଗ କାହାକୁ କୁହାଯାଏ? ଶ୍ରୀକୃଷ୍ଣ କହିଲେ, ଯେଉଁ ଲୋକ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି ନିଷ୍କାମ ଭାବେ ନିଜ କର୍ତ୍ତବ୍ୟ କରେ ସେଇ ଶ୍ରେଷ୍ଠ। କାମ କର, ଫଳକୁ ଭଗବାନଙ୍କୁ ଛାଡ଼, ଅହଙ୍କାର ନ ରଖ। ଯଜ୍ଞର ଗଭୀର ଅର୍ଥ। ଶ୍ରୀକୃଷ୍ଣ କହିଲେ, ବ୍ରହ୍ମା ଯଜ୍ଞ ସହ ସଂସାରକୁ ସୃଷ୍ଟି କରିଥିଲେ। ଯଜ୍ଞ ମାନେ କେବଳ ଅଗ୍ନିରେ ଆହୁତି ନୁହେଁ, ନିଜ କର୍ତ୍ତବ୍ୟ କରିବା, ଅନ୍ୟଙ୍କ ଉପକାର କରିବା, ସ୍ୱାର୍ଥ ଛାଡ଼ି କାମ କରିବା। ଏହା ହେଉଛି ସତ୍ୟ ଯଜ୍ଞ। କର୍ମର ଚକ୍ର। ଶ୍ରୀକୃଷ୍ଣ ବୁଝାଇଲେ, କର୍ମରୁ ଯଜ୍ଞ, ଯଜ୍ଞରୁ ବର୍ଷା, ବର୍ଷାରୁ ଅନ୍ନ, ଅନ୍ନରୁ ପ୍ରାଣ,
ଯିଏ ଏହି ଚକ୍ରକୁ ଭାଙ୍ଗେ ସେ ପାପର ଜୀବନ ଯିଏ ନିଜ ପାଇଁ ମାତ୍ର ଯିଏ। ଶ୍ରୀକୃଷ୍ଣ କହିଲେ ଯେଉଁ ଲୋକ ନିଜ ପାଇଁ ମାତ୍ର ଖାଏ, ନିଜ ପାଇଁ ମାତ୍ର ବଞ୍ଚେ, ସେ ପାପ ଖାଉଛି। ଆଜିର ସମାଜର ସବୁଠୁ ବଡ଼ ରୋଗ ଏହି ସ୍ୱାର୍ଥ। ଶ୍ରେଷ୍ଠ ଲୋକ କାହାକୁ କୁହାଯାଏ? ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ, ଶ୍ରେଷ୍ଠ ଲୋକ ଯାହା କରେ ସାଧାରଣ ଲୋକ ସେଇଟାକୁ ଅନୁସରଣ କରେ, ତାକୁ ଫଲୋ କରେ। ନେତା, ଗୁରୁ, ପିତାମାତା ଯଦି ସେମାନେ ଭୁଲ କରିବେ ସମାଜ ଭୁଲ ପଥରେ ଯିବ। ଭଗବାନ କାହିଁକି କର୍ମ କରନ୍ତି? ଶ୍ରୀକୃଷ୍ଣ କହିଲେ ମୋ ପାଇଁ କିଛି ମିଳିବାକୁ ନାହିଁ, ତଥାପି ମୁଁ କର୍ମ କରୁଛି। ଯଦି ମୁଁ କର୍ମ ଛାଡ଼ିଦେବି ସଂସାର ନଷ୍ଟ ହୋଇଯିବ। ଏହା ହେଉଛି ନିର୍ଲୋଭ ସେବାର ସର୍ବୋଚ୍ଚ ଦୃଷ୍ଟାନ୍ତ। କାମ, କ୍ରୋଧ ମହାଶତ୍ରୁ। ଅଧ୍ୟାୟ 3ର ସବୁଠୁ ଭୟଙ୍କର ସତ୍ୟ। ଶ୍ରୀକୃଷ୍ଣ କହିଲେ କାମନାରୁ କ୍ରୋଧ ଜନ୍ମ ନେଉଛି। ଏହି କାମ ଓ କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। କାମ ମନରେ, କ୍ରୋଧ ବୁଦ୍ଧିକୁ ନଷ୍ଟ କରେ, ମଣିଷ ପତନ ହୁଏ। ମୁକ୍ତିର ପଥ ଶ୍ରୀକୃଷ୍ଣ କହିଲେ ଇନ୍ଦ୍ରିୟକୁ ମନ ଦ୍ୱାରା, ମନକୁ ବୁଦ୍ଧି ଦ୍ୱାରା, ବୁଦ୍ଧିକୁ ଆତ୍ମା ଦ୍ୱାରା ନିୟନ୍ତ୍ରଣ କର। ଏହା ହେଉଛି ସତ୍ୟ ଯଜ୍ଞ। ଭଗବଦ ଗୀତା ଅଧ୍ୟାୟ 4 ଦିବ୍ୟ ଜ୍ଞାନ ଯଜ୍ଞ। ଅଧ୍ୟାୟ 4 କାହିଁକି ଅତ୍ୟନ୍ତ ଗଭୀର? ଅଧ୍ୟାୟ 3ରେ ଶ୍ରୀକୃଷ୍ଣ କର୍ମର ରହସ୍ୟ କହିଥିଲେ, କିନ୍ତୁ ଅର୍ଜୁନଙ୍କ ମନରେ ଆସିଲା এই ଜ୍ଞାନ କେଉଁଠୁ ଆସିଲା? ଭଗବାନ ଜନ୍ମ ନେଇଛନ୍ତି କି? ଭଗବାନ ମଣିଷ ପରିକି? ଏହି ସନ୍ଦେହ ଭାଙ୍ଗିବା ପାଇଁ ଅଧ୍ୟାୟ 4 ଆରମ୍ଭ ହୁଏ। ଭଗବାନଙ୍କ ପ୍ରଥମ କଥା ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ, ଏହି ଦିବ୍ୟ ଜ୍ଞାନ ମୁଁ ସୂର୍ଯ୍ୟଙ୍କୁ କହିଥିଲି, ସୂର୍ଯ୍ୟ ମନ୍ୟୁକୁ କହିଥିଲେ, ମନ୍ୟୁ ରାଜାମାନଙ୍କୁ କହିଥିଲେ। ଏହା ଅର୍ଥ ଗୀତା ନୂଆ ନୁହେଁ, ଏହା ସନାତନ ସତ୍ୟ। ଅର୍ଜୁନଙ୍କ ସନ୍ଦେହ। ଅର୍ଜୁନ କହିଲେ ହେ କୃଷ୍ଣ, ଆପଣ ତ ଏହି ଯୁଗରେ ଜନ୍ମ ନେଇଛନ୍ତି, ତେବେ ଆପଣ କେମିତି ପୁରାତନ ସୂର୍ଯ୍ୟକୁ ଏହି ଜ୍ଞାନ କହିଲେ? ଏହା ଅର୍ଜୁନଙ୍କ ନୁହେଁ, ଏହା ସମସ୍ତ ମଣିଷର ପ୍ରଶ୍ନ। ଭଗବାନଙ୍କ ଜନ୍ମର ମହାରହସ୍ୟ। ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ, ତୁମେ ତୁମ ପୂର୍ବ ଜନ୍ମକୁ ଭୁଲିଗଲ, କିନ୍ତୁ ମୁଁ ଭୁଲେ ନାହିଁ। ମୋର ଅନେକ ଜନ୍ମ ଅଛି, ତଥାପି ମୁଁ ଅଜନ୍ମା। ଏଇଠି ଗୁପ୍ତ ସତ୍ୟ। ଭଗବାନ ଜନ୍ମ ନେଉନାହାନ୍ତି, ସେ ନିଜ ମାୟାରେ ପ୍ରକଟ ହୁଅନ୍ତି। ଅବତାର କାରଣ। ଶ୍ରୀକୃଷ୍ଣ ସିଧା କହିଲେ ଯେତେବେଳେ ଧର୍ମ ନଷ୍ଟ ହୁଏ, ଅଧର୍ମ ବଢ଼ିଯାଏ, ସେତେବେଳେ ମୁଁ ଆସେ। କାହିଁକି? ସଜ୍ଜନଙ୍କୁ ରକ୍ଷା କରିବା ପାଇଁ, ଦୁଷ୍ଟଙ୍କୁ ଦଣ୍ଡ ଦେବା ପାଇଁ, ଧର୍ମକୁ ସ୍ଥାପନ କରିବା ପାଇଁ। ଏହା ଆମ ଜୀବନରେ କ'ଣ ହୁଏ? ଯେତେବେଳେ ନ୍ୟାୟ ମରିଯାଏ, ସତ୍ୟ ଦବିଯାଏ, ଭଲ ଲୋକ ଭୟରେ ଚୁପ୍ ରହନ୍ତି, ସେତେବେଳେ ଭଗବାନ କେଉଁ ନା କେଉଁ ରୂପରେ ସହାୟତା କରନ୍ତି। ଭଗବାନଙ୍କ କର୍ମର ରହସ୍ୟ। ଶ୍ରୀକୃଷ୍ଣ କହିଲେ ମୋର କର୍ମ ଅଛି, କିନ୍ତୁ ମୁଁ କର୍ମରେ ବନ୍ଧା ନୁହେଁ। ଯିଏ ଏହି ସତ୍ୟ ବୁଝେ ସେ ମଧ୍ୟ କର୍ମରେ ବନ୍ଧା ହୁଏ ନାହିଁ। ଏଇଠି ମହାରହସ୍ୟ। କର୍ମ ନୁହେଁ, ଆସକ୍ତି ବନ୍ଧନ ଦିଏ। କର୍ମର 3ଟି ପଥ। ଶ୍ରୀକୃଷ୍ଣ କହିଲେ କର୍ମ ଅଛି, ଅକର୍ମ ଅଛି, ବିକର୍ମ ଅଛି। ଯେଉଁ କର୍ମ ଧର୍ମ ଅନୁସାରେ କର୍ମ, ଯେଉଁ କର୍ମ ଆସକ୍ତି ବିନା ଅକର୍ମ, ଯେଉଁ କର୍ମ ପାପ ବିକର୍ମ। ଏହା ବୁଝିବା ସାଧାରଣ କଥା ନୁହେଁ। ସତ୍ୟ ଜ୍ଞାନୀ କିଏ? ଶ୍ରୀକୃଷ୍ଣ କହିଲେ ଯିଏ କର୍ମ ମଧ୍ୟରେ ଅକର୍ମ ଦେଖେ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖେ, ସିଏ ସତ୍ୟ ଜ୍ଞାନୀ। ବାହାରେ କାମ, ଭିତରେ ଆସକ୍ତି ନାହିଁ। ଜ୍ଞାନ ଅଗ୍ନି। ଶ୍ରୀକୃଷ୍ଣ କହିଲେ ଯେପରି ଅଗ୍ନି ଇନ୍ଧନକୁ ଜଳାଇ ଦିଏ, ସେପରି ଜ୍ଞାନ ସମସ୍ତ କର୍ମ ବନ୍ଧନକୁ ଭସ୍ମ କରିଦିଏ। ଅଜ୍ଞାନ ବନ୍ଧନ, ଜ୍ଞାନ ମୁକ୍ତି। ଶ୍ରଦ୍ଧାର ମହତ୍ଵ। ଶ୍ରୀକୃଷ୍ଣ କହିଲେ ଶ୍ରଦ୍ଧା ଥିଲେ ଜ୍ଞାନ ମିଳେ, ଶ୍ରଦ୍ଧା ନଥିଲେ ନା ଏହି ଲୋକ, ନା ପରଲୋକ, ନା ସୁଖ। ସନ୍ଦେହ ମଣିଷର ସବୁଠୁ ବଡ଼ ଶତ୍ରୁ। ଭଗବଦ ଗୀତା ଅଧ୍ୟାୟ 5 କର୍ମ ସନ୍ନ୍ୟାସ ଯୋଗ। ଅଧ୍ୟାୟ 5 କାହିଁକି ଅତ୍ୟନ୍ତ ଆବଶ୍ୟକ? ଅଧ୍ୟାୟ 4 ପରେ ଅର୍ଜୁନଙ୍କ ମନରେ ଆଉ ଗୋଟିଏ ଗଭୀର ପ୍ରଶ୍ନ ଉଠିଲା। ସେ ଦେଖିଲେ ଶ୍ରୀକୃଷ୍ଣ କେବେ କହୁଛନ୍ତି କର୍ମ କର, କେବେ କହୁଛନ୍ତି ସନ୍ନ୍ୟାସ ଶ୍ରେଷ୍ଠ। ତେବେ ସତ୍ୟ କ'ଣ? ଏହି ଦ୍ୱନ୍ଦ୍ୱ ଆଜି ମଧ୍ୟ ମଣିଷର ମନରେ ଅଛି। କାମ କରିଲେ ଆସକ୍ତି ବଢ଼େ, ସବୁ ଛାଡ଼ିଲେ ଶାନ୍ତି ମିଳେ। ଏହି ଭ୍ରମ ଭାଙ୍ଗିବା ପାଇଁ ଅଧ୍ୟାୟ 5 ଆସିଛି। ଅର୍ଜୁନଙ୍କ ସିଧା ପ୍ରଶ୍ନ। ଅର୍ଜୁନ କହିଲେ ହେ କୃଷ୍ଣ, ଆପଣ କେବେ କର୍ମ ଛାଡ଼ିବା କଥା କହୁଛନ୍ତି, କେବେ କର୍ମ କରିବା କଥା କହୁଛନ୍ତି। ଦୁଇଟି ମଧ୍ୟରେ କେଉଁଠି ନିଶ୍ଚୟ ଶ୍ରେଷ୍ଠ, ସେଥି ମୋତେ ସ୍ପଷ୍ଟ କରନ୍ତୁ। ଏହା ଅର୍ଜୁନଙ୍କ ନୁହେଁ, ପ୍ରତ୍ୟେକ ଚିନ୍ତାଶୀଳ ମଣିଷର ପ୍ରଶ୍ନ। ଶ୍ରୀକୃଷ୍ଣଙ୍କ ସ୍ପଷ୍ଟ ଉତ୍ତର। ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ, କର୍ମ ସନ୍ନ୍ୟାସ ଓ କର୍ମ ଯୋଗ ଦୁଇଟି ମଧ୍ୟ ମୁକ୍ତିକୁ ନେଇଯାଏ, କିନ୍ତୁ କର୍ମଯୋଗ ସନ୍ନ୍ୟାସ ଠାରୁ ଅଧିକ ସହଜ ଓ ଶ୍ରେଷ୍ଠ। ଏଇଠି ମହାସତ୍ୟ। ସବୁ ଛାଡ଼ିଦେବା ମୁକ୍ତି ନୁହେଁ, ଆସକ୍ତି ଛାଡ଼ିଦେବା ମୁକ୍ତି। ସତ୍ୟ ସନ୍ନ୍ୟାସ କାହାକୁ କୁହାଯାଏ? ଶ୍ରୀକୃଷ୍ଣ କହିଲେ ଯେଉଁ ଲୋକ ନା କାହାକୁ ଘୃଣା କରେ, ନା କିଛି ଆଶା କରେ, ସେ ସତ୍ୟ ସନ୍ନ୍ୟାସୀ।
ବାହାରେ ଗୃହସ୍ଥ ହୋଇ ଭିତରେ ନିର୍ଲୋଭ, ଏହା ହେଉଛି ସତ୍ୟ ସନ୍ନ୍ୟାସୀ। କର୍ମ ଓ ସନ୍ନ୍ୟାସ ଭିନ୍ନ ନୁହେଁ। ଶ୍ରୀକୃଷ୍ଣ କହିଲେ ଅଜ୍ଞାନୀ ମାନେ କର୍ମ ଓ ସନ୍ନ୍ୟାସକୁ ଭିନ୍ନ ଭାବନ୍ତି, ଜ୍ଞାନୀ ମାନେ ଦୁଇଟିକୁ ଗୋଟିଏ ଭାବନ୍ତି। ନିଷ୍କାମ ଭାବେ କାମ କଲେ ସେହି କର୍ମ ସନ୍ନ୍ୟାସ ହୋଇଯାଏ। ମନ ଶୁଦ୍ଧିର ପଥ। ଶ୍ରୀକୃଷ୍ଣ କହିଲେ କର୍ମଯୋଗ ଦ୍ୱାରା ମନ ଶୁଦ୍ଧ ହୁଏ। ଶୁଦ୍ଧ ମନରେ ଜ୍ଞାନ ଜନ୍ମ ନେଉଛି। ଜ୍ଞାନ ଦ୍ୱାରା ମଣିଷ ଶୀଘ୍ର ପରମ ଶାନ୍ତି ପାଏ। ତେଣୁ ପ୍ରଥମେ କର୍ମ, ତାପରେ ଜ୍ଞାନ। ସମଦର୍ଶନ ଶିକ୍ଷା। ଶ୍ରୀକୃଷ୍ଣ କହିଲେ ଜ୍ଞାନୀ ମଣିଷ ବିଦ୍ୟାନମାନ ବ୍ରାହ୍ମଣ, ଗାଈ, ହାତୀ, କୁକୁର, ଚଣ୍ଡାଳ ସବୁକୁ ସମ୍ମାନ ଦୃଷ୍ଟିରେ ଦେଖେ। ଏଠି ମୁକ୍ତିର ଲକ୍ଷଣ ଉଚ୍ଚ ନିମ୍ନ ଭାବେ ଶେଷ। ସୁଖ ଦୁଃଖର ଉପରେ ଉଠିବା। ଶ୍ରୀକୃଷ୍ଣ କହିଲେ ଯେଉଁ ଲୋକ ଇନ୍ଦ୍ରିୟ ସୁଖରେ ଆସକ୍ତ ନୁହେଁ ସେ ଆତ୍ମସୁଖ ପାଏ। ବାହାରେ ସୁଖ କ୍ଷଣିକ, ଆତ୍ମସୁଖ ସ୍ଥାୟୀ। କ୍ରୋଧ ଓ ଆକାଂକ୍ଷାର ତ୍ୟାଗ। ଶ୍ରୀକୃଷ୍ଣ କହିଲେ ଯେଉଁ ଲୋକ କ୍ରୋଧ ଓ ଆକାଂକ୍ଷାକୁ ଜୀବନରେ ଥିବାବେଳେ ଜିତି ନେଉଛି ସେହି ସତ୍ୟଯୋଗୀ। ମୃତ୍ୟୁ ପରେ ନୁହେଁ, ଏହି ଜୀବନରେ ମୁକ୍ତି ସମ୍ଭବ। ଭିତର ଶାନ୍ତିର ଅବସ୍ଥା। ଶ୍ରୀକୃଷ୍ଣ କହିଲେ ଯେଉଁ ମଣିଷ ଭିତରେ ଶାନ୍ତ, ଭିତରେ ଆନନ୍ଦିତ, ଭିତରେ ଆଲୋକିତ, ସେ ପରମ ଅବସ୍ଥାକୁ ପାଏ। ବାହାର ଦୁନିଆ ଯାହା ହଉ, ଭିତରେ ଶାନ୍ତି, ଏହା ହେଉଛି ମୁକ୍ତି, ସର୍ବୋଚ୍ଚ ଶାନ୍ତିର ରହସ୍ୟ। ଶ୍ରୀକୃଷ୍ଣ କହିଲେ ମୁଁ ସମସ୍ତ ଯଜ୍ଞର ଭକ୍ତା, ସମସ୍ତ ଲୋକର ଈଶ୍ୱର, ସମସ୍ତ ପ୍ରାଣୀର ମିତ୍ର। ଏହା ଯିଏ ବୁଝେ ସେ ଶାନ୍ତି ପାଏ। ଭଗବାନଙ୍କୁ ମିତ୍ର ଭାବେ ଦେଖିଲେ ଭୟ ଶେଷ। ଭଗବଦ ଗୀତା ଅଧ୍ୟାୟ 1 ଅର୍ଜୁନ ବିଷାଦ ଯୋଗ। ଶୁଣନ୍ତୁ ଭଲ ଭାବେ, ଏହି ଗୀତା କୌଣସି ସାଧାରଣ ପୁସ୍ତକ ନୁହେଁ। ଏହା ମଣିଷ ଜୀବନର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ରହସ୍ୟର ଉତ୍ତର। ଯେତେବେଳେ ମଣିଷ ଭାଙ୍ଗିଯାଏ, ଯେତେବେଳେ ମନ ଭୟରେ କମ୍ପିଯାଏ, ଯେତେବେଳେ ନିଜ ଲୋକ ମଧ୍ୟ ଶତ୍ରୁ ପରି ଲାଗନ୍ତି, ସେହି ସମୟର ଜ୍ଞାନ ହେଉଛି ଭଗବଦ ଗୀତା। କୁରୁକ୍ଷେତ୍ର ଜୀବନର ଯୁଦ୍ଧଭୂମି। ଭଗବଦ ଗୀତା ଆରମ୍ଭ ହୁଏ କୁରୁକ୍ଷେତ୍ର ନାମକ ଯୁଦ୍ଧଭୂମିରୁ। କିନ୍ତୁ ସତ୍ୟ କଥା ହେଉଛି କୁରୁକ୍ଷେତ୍ର କେବଳ ଜମି ନୁହେଁ, କୁରୁକ୍ଷେତ୍ର ହେଉଛି ମଣିଷର ମନ। ଆପଣଙ୍କ ମନ ଭିତରେ ମଧ୍ୟ ପ୍ରତିଦିନ ଯୁଦ୍ଧ ଚାଲିଛି। ଧର୍ମ ଓ ଅଧର୍ମ ମଧ୍ୟରେ, ସତ୍ୟ ଓ ମିଥ୍ୟା ମଧ୍ୟରେ, ଲୋଭ ଓ ବିବେକ ମଧ୍ୟରେ, ଭୟ ଓ ସାହସ ମଧ୍ୟରେ। ଏହି ଯୁଦ୍ଧର ନାମ ହେଉଛି ଜୀବନ। ଧୃତରାଷ୍ଟ୍ର ଅନ୍ଧ ମନ। ଗୀତାର ପ୍ରଥମ ପାତ୍ର ଧୃତରାଷ୍ଟ୍ର। ସେ ଶାରୀରିକ ଭାବେ ଅନ୍ଧ, କିନ୍ତୁ ସେ ତାଠୁ ବଡ଼ ଭାବେ ମୋହରେ ଅନ୍ଧ। ସେ ନିଜ ପୁଅମାନଙ୍କ ପାଇଁ ସତ୍ୟ ଦେଖିପାରୁନାହିଁ। ଏହା ଆମ ଜୀବନର ସତ୍ୟ। ମଣିଷ ଯେତେବେଳେ ନିଜ ଲୋକଙ୍କ ପାଇଁ ଅନ୍ଧ ହୋଇଯାଏ, ସେତେବେଳେ ଧର୍ମ ମଧ୍ୟ ତାଙ୍କୁ ଦେଖାଯାଏ ନାହିଁ। ଧୃତରାଷ୍ଟ୍ର ପଚାରେ କୁରୁକ୍ଷେତ୍ରରେ ମୋ ପୁଅମାନେ କ'ଣ କରୁଛନ୍ତି? ଏହା ପ୍ରଶ୍ନ ନୁହେଁ, ଏହା ଭୟ। ସଞ୍ଜୟ ଆତ୍ମଜ୍ଞାନ। ସଞ୍ଜୟ ହେଉଛନ୍ତି ଜ୍ଞାନର ଆଖି। ଧୃତରାଷ୍ଟ୍ର ଦେଖିପାରୁନାହାନ୍ତି, କିନ୍ତୁ ସଞ୍ଜୟ ଦେଖୁଛନ୍ତି। ମଣିଷ ଜୀବନରେ ସଞ୍ଜୟ ହେଉଛି ବିବେକ, ଧୃତରାଷ୍ଟ୍ର ହେଉଛି ଅହଙ୍କାର। ଯେଉଁଦିନ ବିବେକ ଚାଲିଯାଏ, ସେହିଦିନ ମଣିଷ ନିଜକୁ ନିଜେ ନଷ୍ଟ କରେ। ଦୁର୍ଯ୍ୟୋଧନ ଅହଙ୍କାର ଶୀର୍ଷ। ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣଙ୍କ ପାଖକୁ ଯାଇ କହେ ଆମ ସେନା ବଡ଼, ଆମେ ଜିତିବୁ। ଏହି ଦୁର୍ଯ୍ୟୋଧନ କାହିଁକି ଡରୁଛି? ଯେଉଁ ଲୋକ ନିଜ ଶକ୍ତି ଉପରେ ଭରସା ରଖେ ସେ କେବେ ଗୁରୁଙ୍କ ଗଣନା ଦେଉନାହିଁ। ଅହଙ୍କାର ମଣିଷକୁ ଭିତରୁ ଖାଇଦିଏ। ଅର୍ଜୁନ ଆମେ ନିଜେ। ଏବେ ଆସୁଛି ଅର୍ଜୁନ। ଅର୍ଜୁନ କୌଣସି ଦୁର୍ବଳ ମଣିଷ ନୁହେଁ, ସେ ମହାବୀର, ଶ୍ରେଷ୍ଠ ଧନୁର୍ଦ୍ଧର। କିନ୍ତୁ ଯେତେବେଳେ ସେ ଯୁଦ୍ଧ ଭୂମିରେ ନିଜ ଲୋକଙ୍କୁ ଦେଖିଲା, ଗୁରୁ, ଭାଇ, ଆତ୍ମୀୟ, ତାଙ୍କ ହାତ କମ୍ପିଗଲା, ମନ ଭାଙ୍ଗିଗଲା, ଧନୁ ହାତରୁ ଖସିଗଲା। ଏହା ହେଉଛି ଅର୍ଜୁନ ବିଷାଦ, ଗଭୀର ସତ୍ୟ। ଅର୍ଜୁନ ଆମ ପରି। ଯେତେବେଳେ ସମସ୍ୟା ଦୂରରେ ଥାଏ ଆମେ ସାହସୀ, କିନ୍ତୁ ଯେତେବେଳେ ନିଜ ଲୋକ, ନିଜ ମାୟା, ନିଜ ସମ୍ପର୍କ ସାମ୍ନାକୁ ଆସେ ମଣିଷ ଭାଙ୍ଗିଯାଏ। ଅର୍ଜୁନ କହେ ମୁଁ ଯୁଦ୍ଧ କରିପାରିବି ନାହିଁ। ଏହି ମୁହୂର୍ତ୍ତରୁ ଭଗବତ ଗୀତାର ମୂଳ ଆରମ୍ଭ। କାହିଁକି ନା ଅର୍ଜୁନ ଯେତେବେଳେ ଦେଖନ୍ତି ଏଇଠି ମୋର ସ୍ତ୍ରୀ, ଏଇଠି ମୋର ଭାଇ, ଏଇଠି ମୋର ମିତ୍ର, ମୁଁ କେମିତି ତାଙ୍କ ସହ ଯୁଦ୍ଧ କରିବି? ଏଇ ଭୟରେ, ଏଇ ମୋହରେ, ଏଇ ଲୋଭରେ ସେ ଥିଲେ, ଏଇ ସଂସାର ମୋହରେ ସେ ଥିଲେ। ଭଗବତ ଗୀତା ଅଧ୍ୟାୟ 2 ସଂଖ୍ୟ ଯୋଗ। ଏଇଠୁ ଆରମ୍ଭ ହୁଏ ଭଗବାନଙ୍କର ସିଧା କଥା, ମଣିଷ ଜୀବନର ସବୁଠୁ ଗଭୀର ରହସ୍ୟ। ଅଧ୍ୟାୟ 1ରେ ଆମେ ଦେଖିଲୁ ଅର୍ଜୁନ ଭାଙ୍ଗି ପଡ଼ିଛି, ମନ ଭୟରେ ଡୁବି ଯାଇଛି, କର୍ତ୍ତବ୍ୟ ଓ ମାୟା ମଧ୍ୟରେ ଅଟକି ଯାଇଛି। ଏବେ ସେ କାନ୍ଦୁଛି, ଶରୀର କମ୍ପୁଛି, ମୁହଁ ଶୁଖି ଯାଇଛି। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ କଥା କହିବା ଆରମ୍ଭ କରନ୍ତି। ପ୍ରଥମେ ଭଗବାନ ଡାକିଲେ। ଶ୍ରୀକୃଷ୍ଣ କହିଲେ ତୁମେ ଯାହା କହୁଛ ସେଇଟା ଜ୍ଞାନୀଙ୍କର କଥା ନୁହେଁ। ଏଇଠି ଗୋଟିଏ ବଡ଼ ସତ୍ୟ ଅଛି। ଯେତେବେଳେ ମଣିଷ ନିଜ କର୍ତ୍ତବ୍ୟ ଠାରୁ ଭାଗେ, ସେତେବେଳେ ସେ ଧର୍ମର କଥା କହିବା ଅଧିକାର ହରାଏ। ଅର୍ଜୁନ କହୁଛି ମୁଁ କରୁଣାରେ ଯୁଦ୍ଧ କରିବି ନାହିଁ, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଏହା କରୁଣା ନୁହେଁ, ଏହା ଭୟ, ଆତ୍ମାର ଜ୍ଞାନ, ମୃତ୍ୟୁର ସତ୍ୟ। ଏବେ ଭଗବାନ କହୁଛନ୍ତି ସବୁଠୁ ବଡ଼ କଥା,
आत्मा केबे जन्म नहीं नहीं, आत्मा केबे मरे नहीं। शरीर जन्म नहीं, शरीर वृद्ध हुए, शरीर मरे, किंतु आत्मा सदा सदा रहे। जेमिति मनीष पुराणा वस्त्र खोली नुआ वस्त्र पिंधे, सेमिति आत्मा पुराणा शरीर छाड़ी नुआ शरीर ग्रहण करे। जीए यह बुझीगला सी केबे मृत्यु को डरे नहीं। भय कहीं आसे? भगवान कहउचंती भय आसे शरीर को आत्मा भाबरू। जो मनीष कहे मु एई शरीर से सब बळे डरी थाई, किंतु जीए कहे मु आत्मा से केबे भांगे नहीं। सुख और दुख अस्थायी। श्री कृष्ण कहउचंती सुख आसे, दुख आसे, गरम आसे, ठंडा आसे, ए सबु आसे जाई चली जाए। जो मनीष एहाकु सही पारे से मोक्ष पाइबा योग्य। कर्तव्य पलायन पाप। एबे भगवान अर्जुन को सीधा कथा कहले, तुम्हें योद्धा, युद्ध तुमर कर्तव्य। जदि तुम्हें यह छाड़ लोक तुमको कायर कहबे, मृत्यु आसु कि अपमान आसु, कर्तव्य छाड़वा ठीक नुहे। कर्म कर, फल छाड़। यही गीतार सबुठु बड़ शिक्षा। कर्म तुमर अधिकार, फल तुमर नुहे। जो मनीष फल पाई काम करे से दुखी हुए, जे कर्तव्य पाई काम करे से मुक्त हुए। स्थित प्रज्ञ शांत मनीष। श्री कृष्ण कहउचंती जहार मन सुखरे उड़े नहीं, दुखरे भांगे नहीं, लोभ भय क्रोध छाड़ी देछि, सेई होउछि शिष्ट प्रज्ञ। एमिति मनीष एई जीवन रे मुक्त। भागवत गीता अध्याय 3 कर्मयोग। अध्याय 2 शुणी सारी अर्जुन को मन आउ अधिक गभीर चिंतार पड़गला। से भाविले भगवान कहउचंती ज्ञान सबुठु बड़, आत्मा अमर, मन शांत रखिबा दरकार। तबे मु युद्ध काहेकि करिवि, कर्म काहेकि करिवि? एई प्रश्न केवल अर्जुन को नुहे, या प्रत्येक मनुष्य प्रश्न जे जीवन रे अलस, भ्रमित किंबा भयभीत। अर्जुन को प्रश्न। अर्जुन कहले जदि ज्ञान सबुठु बड़, जदि सन्यास उच्च, तेबे आपण मते कठोर कर्म रे काहेकि लगाउछंती? एठी अर्जुन भ्रमित। से भाबुची ज्ञान माने काम छाड़ी देबा, सन्यास माने पलायन। भगवान को सीधा उत्तर। श्री कृष्ण कहले एई संसार रे केई मध्य कर्म छाड़ी पारे नहीं। श्वास नेबा कर्म, चालिबा कर्म, चिंता करिबा कर्म, काम न करिबा मध्य गोटे कर्म। जे कहे मु किछि करू नहीं, से निजକୁ ठकुची। कर्म छाड़िले मुक्ति नुहे। भगवान कहउचंती जे बाहर काम छाड़ी भितर इच्छा धरि रखे से मिथ्याचारी। मन भितर लोभ, कामना, आकांक्षा थाई बाहर सन्यास, यह पाप। कर्म जग कौन? श्री कृष्ण एटी जीवन सबुठ बड़ रहस्य कहले, काम कर किंतु फल पाई नुहे, भगवान को अर्पण करी। याकु कुआ जाय कर्म जग। यज्ञर अर्थ भगवान कहउचंती सृष्टि आरंभरू भगवान कर्म को यज्ञ सहित जोड़ी देइछंती। यज्ञ माने स्वार्थ छाड़ी करा जायथिबा कर्म। जे केवल निज पई बंचे से चोर, जे समाज परिवार भगवान पई काम करे से पुण्यवान। कर्म न कले संसार भांगी जीवो। श्री कृष्ण कहउचंती जदि समस्ते काम छाड़ीदेवे संसार नष्ट हो जीवो। एई पई ज्ञानी मनुष्य मध्य कर्म करे लोकंकु पथ देखैबा पई। श्री कृष्ण निजे उदाहरण। भगवान कहले मो पई किछि लाभ नाही, तथापि मु कर्म करूची। जदि मु काम छाड़ीदेवी लोक भ्रष्ट हेबे। जे बड़ से दायित्व छाड़ी पारे नाही। कामना सब पापर मूल। एबे अर्जुन पचारिले मनुष्य को पाप कराई किए? भगवान कहले कामना, क्रोध, यह मनुष्यर सबुठु बड़ शत्रु। कामना अतृप्त से केबे शांत हुए नहीं। इंद्रिय, मन, बुद्धि, आत्मा। भगवान शिखाइले इंद्रिय मनठु बड़, मन बुद्धिठु बड़, बुद्धि आत्माठु छोट। जी आत्मा को जानिला से सबको जीतिला। भगवत गीता अध्याय 4 दिव्य ज्ञान जग। अध्याय 3 रे भगवान कहीदेले कर्म छाड़ी हब नहीं, कर्म को यज्ञ करदेबाकू हेबो। किंतु एबे अर्जुन को मनरे आउ गोटे गभीर प्रश्न जन्म नेला। एई ज्ञान आपण काठारु आनिले? यार आरंभ केउठी? एई प्रश्न प्रत्येक मनुष्यर मनरे आसे। ज्ञानर परंपरा। श्री कृष्ण कहले एई दिव्य ज्ञान मु प्रथमे सूर्य को देइथिली, सूर्य याकू मनु को देले, मनु याकू इक्ष्वाकु को देले। एबड़ी भाव रे एई ज्ञान पीढ़ी पीढ़ी चली आसीची, किंतु समय सहित लोक याकू भूली गले। भगवानଙ୍କର अवतार। तेबे अर्जुन पचारिले आपण तो एबे मो सामने, तेबे सूर्य को केमिति एई ज्ञान देले? तापर भगवान कहले एक अत्यंत गुप्त सत्य, मोर जन्म और कर्म दिव्य। मु जन्म नउची किंतु मायार बंधा नुहे। अवतार काहेकि हुए?
श्रीकृष्ण स्पष्ट करदेले जेतेबेले धर्म नष्ट हुए अधर्म बढ़ी जाए सेतेबेले मु निजे आसे साधु को रक्षा करबा पई दुष्ट को नाश करबा पई धर्म को स्थापन करबा पई यह केवल गतकाल कथा नुहे यह सब समय सत्य भगवान को जी जानिला भगवान कहउचंती जी मोर जन्म और कर्मर सत्य को बुझीगला से पुनर्जन्म पड़े नहीं से सीधा मो पाखक आसे भय राग आसक्तिर त्याग जो माने भय छाड़ी देचंती राग छाड़ी देचंती आसक्ति छाड़ी देचंती सेमाने शुद्ध हो जाती ज्ञानर अग्नि सेमानंकु पवित्र कर देइथाए कर्मर गभीर रहस्य श्रीकृष्ण कहउचंती कर्मर रहस्य बुझिबा बहुत कठिन केउटा कर्म केउटा अकर्म केउटा विकर्म यह सहज नुहे जे कर्म मध्य अकर्म को देखे अकर्म मध्य कर्म को देखे से ही सत्य ज्ञानी कर्म करी मध्य बंधन नहीं जो मनुष्य आशा छाड़ी फल छाड़ी अहंकार छाड़ी से कर्म करी मध्य बंधन रे पड़े नहीं तांकर कर्म अग्नि रे पुड़ी जाए यज्ञर अनेक रूप भगवान कहउचंती केही इंद्रिय को नियंत्रण करे यज्ञ केही ज्ञान अर्पण करे यज्ञ केही तपस्या करे यज्ञ किंतु सबुठ बड़ यज्ञ होची ज्ञान यज्ञ गुरु पाखक जीवा श्रीकृष्ण कहले यही ज्ञान गुरु पाखक जाई विनय सहित प्रश्न करी सेवा करी पाइबाकू हेबो अहंकार नहीं ज्ञान मिले नहीं ज्ञान सब पाप को पोड़ी दिए भगवान कहउचंती जेमिति अग्नि काठ को पोड़ी दिए सेमिति ज्ञान सब पाप को पोड़ी दिए ज्ञान सबुठारु पवित्र किछि नहीं संदेह सबुठु बड़ शत्रु जे संदेह करे से नष्ट हुए ना ए लोकरे ना पर लोकरे श्रद्धा थिले ज्ञान आसे भगवद गीता अध्याय 5 कर्म संन्यास जग अध्याय 4 सरिबा परे अर्जुन मन में आउ गोटे गभीर द्वंद्व उठिला से देखुची भगवान केबे कहउचंती कर्म कर केबे कहउचंती संन्यास उत्तम एई दुईटी कथा तांकु भीतर भीतर आउ अधिक भ्रमित करुची एई भ्रम केवल अर्जुन को नुहे यह प्रत्येक मनुष्यर अर्जुन प्रश्न अर्जुन कहले हे कृष्ण आपण केबे कर्म को श्रेष्ठ कहउचंती केबे संन्यास को श्रेष्ठ कहउचंती दया करी गोटे स्पष्ट करंतु केउडी सत्यर मखर पथ एई प्रश्न समस्त जीवन प्रश्न भगवान स्पष्ट उत्तर श्री कृष्ण शांत भावे कहले कर्म संन्यास और कर्म जग दुहे मखर पथ किंतु कर्म जग साधारण मनुष्य पई अधिक सहज एठी गोटे बड़ सत्य अछि बाहर काम छाड़ी देबा संन्यास नुहे भीतर आसक्ति छाड़ी देबा होउची सत्य सन्यासी सत्य सन्यासी कौन भगवान कहउचंती जे ना किछि घृणा करे ना किछि चाहे से ही सत्य सन्यासी जे सुखरे मध्य आसक्त नुहे जे दुखरे मध्य भांगे नहीं से ही मुक्त कर्म और ज्ञान विरोधी नुहे अनेक भावंती ज्ञान थिले काम दरकार नहीं भगवान कहउचंती या भूल कर्म और ज्ञान दुईटी आखि परी गोटे छाड़िले मनुष्य अंधा हो जाए जे कर्म करे ओ आसक्त नुहे एमिति मनुष्य काम करे किंतु निजको कर्ता भावे नहीं सबु काम भगवान को अर्पण करे से कर्म करी मध्य पापर लिप्त हुए नहीं जेमिति पानी रे रही पानी रे भिजे नहीं पद्म पत्र शरीर करे आत्मा नुहे भगवान कहउचंती देखे आखि शुणे कान चाले पाद काम करे शरीर आत्मा केबे कर्ता नुहे जी यह बुझीगला से कर्म करी मध्य बंधन रे पड़े नहीं शांति केउटी भगवान कहउचंती शांति बाहर नुहे शांति भितरे जो मनुष्य फल आशा छाड़ी भगवान रे भरोसा रखे से सत्य शांति पाए समदर्शन जी पंडित को गाई को हाथी को कुकुर को चंडाल को समान भावे देखे से एई जीवन रे मोक्ष पाई जाए इंद्रिय सुख बंधन भगवान कहउचंती इंद्रिय सुख प्रथमे मधुर शेष विष जी से अटकी जाए से दुखी हुए जगी किए जी भीतर शांत बाहर साधारण अहंकार शून्य से ही सत्य जगी भगवद गीता अध्याय 6 ध्यान जग अध्याय 5 रे भगवान कहिथिले कर्म कर आसक्ति छाड़ एई कथा अर्जुन को एबे आग को आनिला मन किपरि शांत हबो मन किपरि एकाग्र हबो एया पई भगवान कहिचंती ध्यान जग ध्यान कौन ध्यान मानसिक अवस्था जोठारे मनुष्य तांकर मन तांकर इंद्रिय तांकर सब काम को नियंत्रण करे यह केवल बसी बसी चिंता करबा नुहे यार समस्त आकांक्षा छाड़िबा समस्त आसक्ति छाड़िबा मन को एकाग्र करबा परिवेश थाए ध्यानर उद्देश्य
ଏକ ମନ ଶାନ୍ତ ହଉ। 2 ମଣିଷ ଭୟ ରାଗ ଆସକ୍ତି ଛାଡ଼ିବ। 3 ଜୀବନର ନିଶ୍ଚିତ ମୂଲ୍ୟ ବୁଝିବା। 4 ସମସ୍ତ ପାପ ନାଶ ହେଉ। 5 ଆତ୍ମା ସମ୍ପୂର୍ଣ୍ଣ ମୁକ୍ତି ପାଏ। ଧ୍ୟାନ ପ୍ରକ୍ରିୟା। 1 ନିର୍ମଳ ସ୍ଥାନ ଚୟନ କର। 2 ଶରୀର ସମତଳ ଏବଂ ସୁସ୍ଥିତ ରଖ। ନିଶ୍ୱାସ ଓ ଶ୍ୱାସ ଉପରେ ଧ୍ୟାନ ଦିଅ। 4 ମନ ମଧ୍ୟରେ ଭଗବାନର ଚିତ୍ତ ସୃଷ୍ଟି କର। 5 ଆସକ୍ତି ଓ ଚିନ୍ତାକୁ ମନ ଛାଡ଼ି ଦିଅ। ଯେମିତି ପୁସ୍ତକ ଶାନ୍ତ ଭାବେ ପାଣିରେ ଥାଏ, ମଣିଷ ମନ ମଧ୍ୟ ଶାନ୍ତ ହେବା ଦ୍ୱାରା ଧ୍ୟାନ ଯୋଗ ପାଇଁ ପ୍ରସ୍ଥାନ କରିଥାଏ। ମନର ସମ୍ମୋହନ। ଭଗବାନ କହୁଛନ୍ତି ମଣିଷ ଯଦି ସବୁବେଳେ ମନରେ ଅନେକ ଚିନ୍ତା କରେ ତାଙ୍କର ମନ ଅବସ୍ଥା ଅଶାନ୍ତିରେ ରହିବ। ମଣିଷ ଯଦି ଧ୍ୟାନ କରେ ମଣିଷର ମନ ଶାନ୍ତ ହୋଇଯାଏ। ଶାନ୍ତ ମନରେ ଜ୍ଞାନ ଓ ପରମ ପ୍ରେମ ଉଦ୍ଭବ ହୋଇଥାଏ। ଧ୍ୟାନ ଓ କର୍ମ। ଧ୍ୟାନ କରିବା ସହିତ ସତ୍ୟ କର୍ମ କରିବା ମଧ୍ୟ ଆବଶ୍ୟକ। ଯେମିତି ଚକ୍ର ବାହାରେ ଚାଲିଥିବା ଦିଶା ମଧ୍ୟରେ ସମନ୍ୱୟ ରଖିଥାଏ, ମଣିଷଙ୍କର ଧ୍ୟାନ ଓ କର୍ମ ସମନ୍ୱୟରେ ରହିବାରେ ମୁକ୍ତି ମିଳେ। ଧ୍ୟାନ ଯୋଗର ଫଳ। 1ରେ ମନ ଏକାଗ୍ର ହୁଏ। 2ରେ ଆସକ୍ତି ଓ ରାଗ ଛାଡ଼ି ମୋକ୍ଷ ମିଳେ। 3ରେ ମଣିଷ ଭୟ ଛାଡ଼ି ସମସ୍ତ ଜୀବନରେ ସୁଖ ଉପଭୋଗ କରେ। 4ରେ ଜ୍ଞାନ ଓ ପରମାତ୍ମା ସହ ମିଳିଥାଏ। ଧ୍ୟାନ ଯୋଗର ସାର। ମନର ନିୟନ୍ତ୍ରଣ ହିଁ ଧ୍ୟାନ। ଆସକ୍ତି ଓ ଭୟ ଛାଡ଼ିବା ପାଇଁ ଧ୍ୟାନ, କର୍ମ ସହିତ ଧ୍ୟାନ ମଣିଷଙ୍କୁ ପୁରା ମୁକ୍ତି ଓ ସତ୍ୟ ସୁଖ ଦେଇଥାଏ। ଭଗବଦ ଗୀତା ଅଧ୍ୟାୟ 7 ସାର ଓ ଭଗବାନଙ୍କ ଜ୍ଞାନ। ଅଧ୍ୟାୟ 6ରେ ଆମେ ଧ୍ୟାନ ଯୋଗ ବିଷୟରେ ଶିଖିଥିଲୁ। ଏବେ ଅର୍ଜୁନ ପ୍ରଶ୍ନ କଲେ, ହେ କୃଷ୍ଣ, ତୁମର ଶକ୍ତି, ତୁମର ମହିମା କ'ଣ? ତୁମକୁ କିପରି ଜାଣିବି? ଏହି ପ୍ରଶ୍ନ ମଣିଷ ଜୀବନର ମୂଳ ପ୍ରଶ୍ନ। ଭଗବାନଙ୍କର ଉତ୍ତର। ଭଗବାନ କହିଛନ୍ତି, ମୋର ଶକ୍ତି ଅପାର, ମୋର ମହିମା ସବୁ ଜଗତରେ ମୋତେ ଜାଣିବାର ଦ୍ୱାର ମଣିଷ ପାରମାର୍ଥିକ ଜ୍ଞାନ। ଗୁରୁତ୍ୱପୂର୍ଣ୍ଣ ସତ୍ୟ। 1ରେ ସୃଷ୍ଟି ଓ ନିୟନ୍ତ୍ରଣ। ସମସ୍ତ ସୃଷ୍ଟି ମୋ ଅଧୀନ। ପ୍ରକୃତି, ଜୀବ, ଆକାଶ, ପାଣି ସବୁ ମୋ ଶକ୍ତିର ଅଂଶ। 2ରେ ଜ୍ଞାନ ଓ ଭକ୍ତି। ଯେଉଁ ମଣିଷ ମୋତେ ଭରସା କରେ ସେ ମୋର ଗଭୀର ଶକ୍ତି ବୁଝିପାରେ। 3ରେ ମଣିଷ ମାନସିକ ଶକ୍ତି। ମୋତେ ଜାଣିବାର ମାଧ୍ୟମ ମଣିଷ ମନର ଶକ୍ତି ଦ୍ୱାରା। ମଣିଷ କିପରି ଭଗବାନଙ୍କୁ ଜାଣିପାରେ? 1ରେ ଭକ୍ତି ଓ ନିଷ୍ଠା। ମଣିଷ ଯଦି ସତ୍ୟ ଭାବେ ଆସକ୍ତି ଛାଡ଼ି ଭଗବାନଙ୍କୁ ଭକ୍ତି କରେ ତାଙ୍କୁ ଗଭୀର ଜ୍ଞାନ ମିଳେ। 2ରେ ସାଧନା, ଧ୍ୟାନ, କର୍ମଯୋଗ, ନିୟମିତ ଭକ୍ତି, ଏହା ମଧ୍ୟରେ ଆତ୍ମା ଉନ୍ନତି ପାଏ। 3ରେ ସମଦର୍ଶନ। ସମସ୍ତ ଜୀବଙ୍କୁ ସମ୍ମାନ ଭାବେ ଦେଖିବା ମଣିଷ ମୋର ଗଭୀର ମହିମା ବୁଝିପାରେ। ମୃତ୍ୟୁ ଓ ଜୀବନ। ଭଗବାନ କହୁଛନ୍ତି ମୃତ୍ୟୁ ଅନିର୍ବାହ୍ୟ, କିନ୍ତୁ ଯିଏ ମରେ ନିର୍ଭର କରେ। ମଣିଷଙ୍କର ଆତ୍ମା ମରେ ନାହିଁ। ଜୀବନ ମାତ୍ର ଶରୀରରେ ରହିଛି, ଆତ୍ମା ସ୍ୱସତ୍ତ୍ୱ। ମୋ ଜ୍ଞାନ ବୁଝିବା ଦ୍ୱାରା ମଣିଷ ଅସୀମ ସୁଖ ଲଭେ। ଭକ୍ତି ଓ ଜ୍ଞାନର ସମନ୍ୱୟ। 1ରେ ଯିଏ ମନ, ଶରୀର, କର୍ମ ମୋତେ ଅର୍ପଣ କରେ ସେ ମୋର ଗଭୀର ଶକ୍ତି ବୁଝିପାରେ। 2ରେ ଭକ୍ତି ସାର। ମୋତେ ଭରସା ରଖିବା, ମୋର ଭକ୍ତିରେ ନିଷ୍ଠା ରଖିବା। 3ରେ ଯିଏ ଏହି ଶିକ୍ଷାରେ ଚାଲିଥାଏ ସେହି ମଣିଷ ଭୟ, ଆସକ୍ତି, ଅହଙ୍କାରରୁ ମୁକ୍ତ ହୁଏ। ମହିମା ବିଶେଷ। 1ରେ ସୃଷ୍ଟିର ସମସ୍ତ ଶକ୍ତି ମୋର ଅଧୀନ। 2ରେ ଆମେ ପ୍ରତି ଜୀବନରେ ମୋ ଅଙ୍ଗ ଦେଖିପାରୁ। 3ରେ ମୋତେ ଜାଣିବା ମାନେ ଜୀବନର ଗଭୀର ସତ୍ୟ ବୁଝିବା। 4ରେ ଯିଏ ମୋତେ ନିର୍ଭର କରେ ସେ ଅପରିମିତ ସୁଖ ଲଭେ। ଭଗବଦ ଗୀତା ଅଧ୍ୟାୟ 8 ଈଶ୍ୱରଙ୍କ ପ୍ରାପ୍ତି। ଅଧ୍ୟାୟ 7 ଶେଷ ହେବା ସହିତ ଅର୍ଜୁନଙ୍କ ମନରେ ଆଉ ଗୋଟେ ଗଭୀର ପ୍ରଶ୍ନ ଉଠିଯାଏ। ସେ କହେ, ହେ କୃଷ୍ଣ, ଆପଣ କହିଲେ ଯେ ଯିଏ ଆପଣଙ୍କୁ ଜାଣିଥାଏ ସେ ମୃତ୍ୟୁକୁ ଭୟ କରେ ନାହିଁ, କିନ୍ତୁ ମଣିଷ ମୃତ୍ୟୁ ସମୟରେ ଭୟ, ବେଦନା, ଆସକ୍ତି, ସ୍ମୃତି ସବୁ ମିଶିଯାଏ। ତେବେ ମୃତ୍ୟୁ ସମୟରେ କିପରି ଭଗବାନଙ୍କୁ ସ୍ମରଣ କରିବ? ମଣିଷ ମରିଲା ପରେ କେଉଁଠି ଯାଏ? କାହାକୁ ମୁକ୍ତି ମିଳେ? କାହାକୁ ପୁଣି ଜନ୍ମ ମିଳେ? ଏହି ପ୍ରଶ୍ନ ପ୍ରତ୍ୟେକ ମଣିଷ ଜୀବନର ସବୁଠାରୁ ଗଭୀର ପ୍ରଶ୍ନ। ଭଗବାନ ଶ୍ରୀକୃଷ୍ଣଙ୍କ ଉତ୍ତର। ଭଗବାନ ଧୀର ଶବ୍ଦରେ କହୁଛନ୍ତି, ମଣିଷ ଜୀବନ ମାତ୍ର, ଜନ୍ମ ଓ ମୃତ୍ୟୁ ମଧ୍ୟରେ ଗୋଟିଏ ଯାତ୍ରା, କିନ୍ତୁ ଏହି ଯାତ୍ରାର ଶେଷ ମୃତ୍ୟୁ ନୁହେଁ। ମୃତ୍ୟୁ କେବଳ ଶରୀରର ଶେଷ, ଆତ୍ମାର ନୁହେଁ। ମୃତ୍ୟୁ ସମୟର ସ୍ମରଣ। ଭଗବାନ କହୁଛନ୍ତି, ହେ ମଣିଷ, ସାରା ଜୀବନ ଯାହାକୁ ସ୍ମରଣ କରେ ମୃତ୍ୟୁ ସମୟରେ ସେହି ଭାବନା ତାଙ୍କ ସହ ଯାଏ। ଯଦି ମଣିଷ ଧନ ସମ୍ପତ୍ତି, ଲୋଭ, ମାୟା ଭାବି ମରେ ସେ ପୁଣି ଜନ୍ମ ନେଇଥାଏ। ଯଦି ମଣିଷ ଭଗବାନଙ୍କୁ ସ୍ମରଣ କରି ଶରୀର ଛାଡ଼େ ସେ ମୁକ୍ତି ପାଏ। ଏହା ହିଁ ଅଧ୍ୟାୟ 8ର ସବୁଠାରୁ ବଡ଼ ସତ୍ୟ। ମୁକ୍ତି ମାନେ ମରିଯିବା ନୁହେଁ, ମୁକ୍ତି ମାନେ ପୁଣି ଜନ୍ମ ହେବା। ଭୟରୁ ମୁକ୍ତି, ଆସକ୍ତିରୁ ମୁକ୍ତି, ଅହଙ୍କାରରୁ ମୁକ୍ତି, ଦୁଃଖ ଓ ଭ୍ରମର ଶେଷ। ମୁକ୍ତି ମାନେ ଭଗବାନଙ୍କ ସହ ଚିରସ୍ଥାୟୀ ସମ୍ପର୍କ। କିଏ ମୁକ୍ତି ପାଏ? ଭଗବାନ କହୁଛନ୍ତି, ଯିଏ ସାରା ଜୀବନ ମୋତେ ସ୍ମରଣ କରେ, ଯିଏ କର୍ମ କରି ଫଳ ଆଶା ଛାଡ଼େ, ଯିଏ ଭୟ, ଲୋଭ, ଅହଙ୍କାର ଠାରୁ ମୁକ୍ତ ହୁଏ, ଯିଏ ମୃତ୍ୟୁକୁ ଶେଷ ଭାବେ ଦେଖେ ନାହିଁ, ସେହି ମଣିଷ ମୋତେ ପାଏ।
ଦୁଇଟି ପଥ। ଭଗବାନ ଏଠି ଦୁଇଟି ମାର୍ଗ ବିଷୟରେ କହୁଛନ୍ତି। ଏକ ଆଲୋକର ପଥ, ଯିଏ ଜ୍ଞାନ ଭକ୍ତି ସଂଯମ ମାର୍ଗରେ ଚାଲେ ସେ ମୁକ୍ତି ପାଏ। ଦୁଇ ଅନ୍ଧକାରର ପଥ, ଯିଏ ମାୟା ଲୋଭ ଆସକ୍ତି ମଧ୍ୟରେ ଅଟକି ଯାଏ ସେ ପୁଣି ଜନ୍ମ ନେଇଥାଏ। ଏହି ଦୁଇ ପଥ ମଣିଷ ନିଜେ ବାଛେ। ମଣିଷ ଜୀବନର ଶିକ୍ଷା ଅଧ୍ୟାୟ 8 ମଣିଷକୁ ଏହା ଶିଖାଏ ଜୀବନ କେବଳ ଏହି ଶରୀର ନୁହେଁ, ମୃତ୍ୟୁ ଶେଷ ନୁହେଁ। ଯାହାକୁ ତୁମେ ସାରା ଜୀବନ ଭାବୁଛ ସେଇଟା ତୁମର ଭବିଷ୍ୟତ। ଭଗବାନଙ୍କୁ ସ୍ମରଣ ହିଁ ସବୁଠାରୁ ବଡ଼ ସାଧନା। ଅଧ୍ୟାୟ 8ର ସାର, ମୃତ୍ୟୁ ସମୟର ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ସ୍ମରଣ ମୁକ୍ତିର ଚାବି। ଆସକ୍ତି ପୁଣି ଜନ୍ମକୁ ନେଇଯାଏ, ଭକ୍ତି ଓ ଜ୍ଞାନ ମୁକ୍ତିକୁ ନେଇଯାଏ। ଏଇଠି ଅଧ୍ୟାୟ 8 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 9 ଅତ୍ୟନ୍ତ ଗୁପ୍ତ ଜ୍ଞାନ। ଏହି ଅଧ୍ୟାୟ ଭଗବତ ଗୀତାର ସବୁଠାରୁ ଗଭୀର, ସବୁଠାରୁ ଗୁପ୍ତ ଓ ସବୁଠାରୁ ଶକ୍ତିଶାଳୀ ଅଧ୍ୟାୟ। ଏଇଠି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଯାହା କହୁଛନ୍ତି ସେଇ କଥା ସାଧାରଣ ମଣିଷ ଶୁଣିବାକୁ ମଧ୍ୟ ଯୋଗ୍ୟ ନୁହେଁ, କାରଣ ଏହା ଗୁପ୍ତ ନୁହେଁ, ଅତ୍ୟନ୍ତ ଗୁପ୍ତ। ଭଗବାନଙ୍କ ଉପଦାଘାତ। ଭଗବାନ କହୁଛନ୍ତି, ହେ ଅର୍ଜୁନ ତୁମେ ମୋର ଭକ୍ତ, ତୁମେ ମୋର ସହଚର, ତେଣୁ ଆଜି ମୁଁ ତମକୁ ସେଇ ଜ୍ଞାନ କହିବି ଯାହା ଜାଣିଲେ ମଣିଷ ଆଉ କେବେ ଦୁଃଖୀ ହୁଏ ନାହିଁ, ଭୟ ସଦା ପାଇଁ ଶେଷ ହୋଇଯାଏ, ଜନ୍ମ ଓ ମୃତ୍ୟୁର ଚକ୍ର ଭାଙ୍ଗିଯାଏ। ଗୁପ୍ତ ଜ୍ଞାନ କ'ଣ? ଗୁପ୍ତ ଜ୍ଞାନ ମାନେ ଯାହା ପୁସ୍ତକ ପଢ଼ି ମିଳେ ନାହିଁ, ଯାହା କେବଳ ବୁଦ୍ଧି ଦ୍ୱାରା ବୁଝାଯାଏ ନାହିଁ, ଯାହା ହୃଦୟ ଓ ଆତ୍ମା ଦ୍ୱାରା ଅନୁଭବ କରାଯାଏ। ଭଗବାନ କହୁଛନ୍ତି, ମୁଁ ସମସ୍ତ ସୃଷ୍ଟିର ମୂଳ, ମୁଁ ଥିଲି, ମୁଁ ଅଛି, ମୁଁ ରହିବି। ଭଗବାନ ସବୁଠାରେ କିନ୍ତୁ ଦୃଶ୍ୟ ନୁହେଁ। ଭଗବାନ କହୁଛନ୍ତି, ମୁଁ ଏହି ସମଗ୍ର ସଂସାରକୁ ଆବୃତ କରିଛି କିନ୍ତୁ ମୁଁ ସଂସାରରେ ବନ୍ଧା ନୁହେଁ। ଯେପରି ଆକାଶ ସବୁଠାରେ ଅଛି କିନ୍ତୁ ମୁଁ କେଉଁଠି ବନ୍ଧା ନୁହେଁ, ସେହିପରି ମୁଁ ସମସ୍ତରେ ଥାଇ ସମସ୍ତରୁ ଅଲଗା। ମଣିଷ କାହିଁକି ଭଗବାନଙ୍କୁ ଚିହ୍ନି ପାରେ ନାହିଁ? ଭଗବାନ କହୁଛନ୍ତି, ମାୟା ଅହଙ୍କାର ଲୋଭ ଆସକ୍ତି ଅଜ୍ଞାନ ଏହିସବୁ ମଣିଷର ଆଖିରେ ପର୍ଦ୍ଦା ପକାଇ ଦେଇଛି। ମଣିଷ ଶରୀରକୁ ନିଜ ଭାବେ, ଧନକୁ ସୁରକ୍ଷା ଭାବେ, ସମ୍ପର୍କକୁ ସ୍ଥାୟୀ ଭାବେ ଦେଖୁଛି, ସେଥିପାଇଁ ଭଗବାନଙ୍କୁ ଦେଖିପାରୁନାହିଁ। ସର୍ବସହଜ ଭକ୍ତି। ଏହି ଅଧ୍ୟାୟର ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଭଗବାନ କହୁଛନ୍ତି, ମୋତେ ପାଇବା ପାଇଁ ନା ଧନ ଦରକାର, ନା ବଡ଼ ପୂଜା, ନା ବଡ଼ ଆଡମ୍ବର। ଯଦି କେହି ଶୁଦ୍ଧ ହୃଦୟରେ ଗୋଟିଏ ପତ୍ର, ଗୋଟିଏ ଫୁଲ, ଗୋଟିଏ ଫଳ, ଗୋଟିଏ ଜଳବିନ୍ଦୁ ମୋତେ ଦେଉଛି ମୁଁ ତାହା ଗ୍ରହଣ କରେ। ଏହା ହିଁ ସତ୍ୟ ଭକ୍ତି। ପାପୀ ମଧ୍ୟ ମୁକ୍ତି ପାଇପାରେ। ଭଗବାନ ଏଠି ଗୋଟିଏ ଅଦ୍ଭୁତ କଥା କହୁଛନ୍ତି, ଯଦି କେହି ଅନେକ ପାପ କରିଥିଲେ ମଧ୍ୟ ଶେଷରେ ସତ୍ୟ ଭକ୍ତିରେ ମୋତେ ସ୍ମରଣ କରେ ସେ ମଧ୍ୟ ଧର୍ମାତ୍ମା ହୋଇଯାଏ, ସେ ମଧ୍ୟ ମୁକ୍ତି ପାଏ। ଭଗବାନ କେବେ ମଣିଷର ଅତୀତ ଦେଖନ୍ତି ନାହିଁ, ଭଗବାନ ମଣିଷର ଭାବନା ଦେଖନ୍ତି। ମଣିଷ ଜୀବନର ଗଭୀର ଶିକ୍ଷା ଅଧ୍ୟାୟ 9 ମଣିଷକୁ ଏହା ଶିଖାଏ ଭଗବାନ ଦୂରେ ନୁହେଁ, ସେ ହୃଦୟରେ ଅଛନ୍ତି। ଭକ୍ତି ସବୁଠାରୁ ସହଜ ପଥ, ଅହଙ୍କାର ହିଁ ସବୁଠାରୁ ବଡ଼ ବାଧା, ଶୁଦ୍ଧ ଭାବନା ହିଁ ସବୁଠାରୁ ବଡ଼ ପୂଜା। ଅଧ୍ୟାୟ 9ର ସାର, ଭଗବାନ ସମସ୍ତରେ ଅଛନ୍ତି, ଭକ୍ତି ମୁକ୍ତିର ସହଜ ପଥ। ମାୟା ମଣିଷକୁ ଅନ୍ଧ କରେ, ଭଗବାନ ଭାବନା ଦେଖନ୍ତି, ଆଡମ୍ବର ନୁହେଁ। କେହି ମଧ୍ୟ ମୁକ୍ତିରୁ ବଞ୍ଚିତ ନୁହେଁ। ଏଇଠି ଅଧ୍ୟାୟ 9 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 10 ଈଶ୍ୱରଙ୍କ ମହିମା। ଅଧ୍ୟାୟ 9ରେ ଭଗବାନ ଗୁପ୍ତ ଜ୍ଞାନ କହିଦେଲେ। ଏବେ ଅର୍ଜୁନଙ୍କ ମନ ଭକ୍ତିରେ ପୁରିଗଲା। ସେ ବୁଝିଗଲେ ଭଗବାନ କେବଳ କଥା ନୁହେଁ, ଭଗବାନ କେବଳ ମୂର୍ତ୍ତି ନୁହେଁ, ଭଗବାନ ସମସ୍ତ ସୃଷ୍ଟିର ମୂଳ। କିନ୍ତୁ ଅର୍ଜୁନ କହେ, ହେ କୃଷ୍ଣ ମୁଁ ଜାଣିଲି ଯେ ଆପଣ ସବୁଠାରେ ଅଛନ୍ତି, କିନ୍ତୁ ମୁଁ ଆପଣଙ୍କୁ କିପରି ଚିହ୍ନିବି? ଏହି ପୃଥିବୀରେ କେଉଁଠି, କେଉଁ ଆକାଶରେ, କେଉଁ ଶକ୍ତିରେ ଆପଣଙ୍କୁ ଦେଖିବି? ଭଗବାନ କୃଷ୍ଣ ହସିକରି କହିଦେଲେ, ହେ ଅର୍ଜୁନ ମୋର ମହିମା ଅନନ୍ତ, ଗଣନା କରି ଶେଷ କରିହେବ ନାହିଁ। ତଥାପି ତୁମର ଭକ୍ତି ପାଇଁ ମୁଁ ମୋର କିଛି ମହିମା କହୁଛି। ମହିମାର ଅର୍ଥ, ମହିମା ମାନେ ଭଗବାନଙ୍କ ଶକ୍ତି। ସାଧାରଣ ଦୃଷ୍ଟିରେ ଯାହା ଦେଖାଯାଏ, ଭଗବାନ କହୁଛନ୍ତି ଯେଉଁଠି ସବୁଠାରୁ ଶ୍ରେଷ୍ଠତା, ସବୁଠାରୁ ଶକ୍ତି, ସବୁଠାରୁ ଶୁଦ୍ଧତା, ସବୁଠାରୁ ସୌନ୍ଦର୍ଯ୍ୟ, ସେଇଠି ମୁଁ ଅଛି। ଭଗବାନଙ୍କ ମହିମା ଉଦାହରଣ, ଭଗବାନ କହୁଛନ୍ତି ପର୍ବତ ମଧ୍ୟରେ ମୁଁ ସବୁଠାରୁ ଉଚ୍ଚ ପର୍ବତର ଶକ୍ତି, ନଦୀ ମଧ୍ୟରେ ମୁଁ ସଦା ବହୁଥିବା ପବିତ୍ର ଧାରା, ପୁରୁଷ ମଧ୍ୟରେ ମୁଁ ସାହସ, ନାରୀ ମଧ୍ୟରେ ମୁଁ ସହନଶୀଳତା, ଶାସ୍ତ୍ର ମଧ୍ୟରେ ମୁଁ ସତ୍ୟ, ତପସ୍ୟା ମଧ୍ୟରେ ମୁଁ ଆତ୍ମସଂଯମ। ପ୍ରକୃତିରେ ଭଗବାନ କହୁଛନ୍ତି ସୂର୍ଯ୍ୟର ଆଲୋକ ମୋର ମହିମା, ଚନ୍ଦ୍ରର ଶୀତଳତା ମୋର ମହିମା, ବାୟୁର ଗତି ମୋର ମହିମା, ଅଗ୍ନିର ଉଷ୍ମା ମୋର ମହିମା, ବୃକ୍ଷର ବୃଦ୍ଧି ମୋର ମହିମା, ବୀଜରୁ ବୃକ୍ଷ ହେବା ମୋର ଶକ୍ତି। ମଣିଷ ଜୀବନରେ ଭଗବାନ କହୁଛନ୍ତି ମଣିଷର ବୁଦ୍ଧିରେ ମୁଁ ବୁଦ୍ଧି, ସ୍ମୃତିରେ ମୁଁ ସ୍ମୃତି, ଶକ୍ତିରେ ମୁଁ ଶକ୍ତି, ନିଷ୍ଠାରେ ମୁଁ ଧର୍ମ, ସଫଳତାରେ ମୁଁ ପରିଶ୍ରମ, ଅହଙ୍କାର ଭାଙ୍ଗିବାର ଶିକ୍ଷା। ଭଗବାନ କହୁଛନ୍ତି ହେ ଅର୍ଜୁନ ଯେତେବେଳେ ମଣିଷ କହେ ମୁଁ କରିଲି, ମୁଁ ଜିତିଲି, ମୁଁ ସଫଳ, ସେତେବେଳେ ସେ ଭୁଲିଯାଏ ସେ ଶକ୍ତି ମୋର। ମଣିଷ କେବଳ ନିମିତ୍ତ। ଏକ ଗଭୀର ସତ୍ୟ, ଭଗବାନ କହୁଛନ୍ତି ମୋର ମହିମା ଅନନ୍ତ, କିନ୍ତୁ ମୁଁ ଏତିକି କହି ଥମି ଯାଉଛି, କାରଣ ଯେତେ ଦେଖୁଛ, ଯେତେ ଶୁଣୁଛ, ଯେତେ ଅନୁଭବ କରୁଛ ସେସବୁ ମୋର ଏକ ଅଂଶ ମାତ୍ର। ଅଧ୍ୟାୟ 10ର ସାର, ଭଗବାନ ସମସ୍ତ ଶ୍ରେଷ୍ଠତାରେ ଅଛନ୍ତି, ଶକ୍ତି, ସୌନ୍ଦର୍ଯ୍ୟ, ସତ୍ୟ ସବୁ ତାଙ୍କ ମହିମା। ମଣିଷ କେବଳ ନିମିତ୍ତ।
ଅହଙ୍କାର ହିଁ ଭଗବାନଙ୍କୁ ଦେଖିବାରେ ବାଧା। ଯେଉଁଠି ଅଦ୍ଭୁତତା ସେଇଠି ଭଗବାନ। ଏଇଠି ଅଧ୍ୟାୟ 10 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 11 ଈଶ୍ୱରଙ୍କ ଅନନ୍ତ ସ୍ୱରୂପ। ଅଧ୍ୟାୟ 10 ଶୁଣି ଅର୍ଜୁନଙ୍କ ହୃଦୟ ପୂର୍ଣ୍ଣ ଭକ୍ତିରେ ଭରିଗଲା। ସେ ବୁଝିଗଲେ ଭଗବାନ କଥାରେ ନୁହେଁ, ଭଗବାନ ଦୂରରେ ନୁହେଁ, ଭଗବାନ ସମସ୍ତ ସୃଷ୍ଟିରେ ଅଛନ୍ତି। କିନ୍ତୁ ଅର୍ଜୁନଙ୍କ ମନ ଏବେ ଆଉ ଗୋଟିଏ ଗଭୀର ଇଚ୍ଛା କରେ। ସେ କହେ, ହେ କୃଷ୍ଣ, ଆପଣ କହିଲେ ସମସ୍ତ ସୃଷ୍ଟି ଆପଣଙ୍କ ଭିତରେ, କିନ୍ତୁ ମୁଁ ଏହାକୁ କେବଳ ଶୁଣିବାକୁ ଚାହୁଁନାହିଁ, ମୁଁ ଦେଖିବାକୁ ଚାହୁଁଛି। ମୁଁ ଆପଣଙ୍କ ସତ୍ୟ ରୂପ ଦେଖିବାକୁ ଚାହୁଁଛି। ଭଗବାନଙ୍କ ଚେତାବନୀ। ଭଗବାନ କୃଷ୍ଣ ଗଭୀର ସ୍ୱରରେ କହୁଛନ୍ତି, ହେ ଅର୍ଜୁନ, ମୋର ସତ୍ୟ ରୂପ ସାଧାରଣ ଆଖି ଦେଖିପାରିବ ନାହିଁ। ଏହି ରୂପ ଭୟଙ୍କର, ଅନନ୍ତ, ଅପରିମିତ। ତଥାପି ତୁମର ଭକ୍ତି ପାଇଁ ମୁଁ ତୁମକୁ ଦିବ୍ୟ ଦୃଷ୍ଟି ଦେଉଛି। ଦିବ୍ୟ ଦୃଷ୍ଟି। ଭଗବାନ ଅର୍ଜୁନଙ୍କୁ ସାଧାରଣ ମଣିଷର ଆଖିଠାରୁ ଉପରେ ଗୋଟିଏ ଦୃଷ୍ଟି ଦେଲେ। ଏହି ଦୃଷ୍ଟି ଶରୀରର ନୁହେଁ, ଆତ୍ମାର। ଏବଂ ସେହି ମୁହୂର୍ତ୍ତରେ ଅର୍ଜୁନ ଯାହା ଦେଖିଲେ ସେହି ଦୃଶ୍ୟ ମଣିଷ ଭାଷାରେ ବର୍ଣ୍ଣନା କରିବା ମୁସ୍କିଲ। ବିଶ୍ୱରୂପକ ଦର୍ଶନ। ଅର୍ଜୁନ ଦେଖିଲେ ଗୋଟିଏ ଶରୀର, କିନ୍ତୁ ଅନେକ ମୁଖ, ଅନେକ ଆଖି, ଅନେକ ବାହୁ, ଅନେକ ପାଦ। ସମଗ୍ର ଆକାଶ ସେହି ରୂପରେ ଭରିଗଲା। ସୂର୍ଯ୍ୟର ଆଲୋକ ସହସ୍ର ଗୁଣା ତେଜ ହୋଇଥିବା ଭଳି ଲାଗୁଥିଲା। ସମସ୍ତ ଦିଗ ଆଲୋକରେ ଜ୍ୱଳମାନ। ସୃଷ୍ଟି ଓ ବିନାଶ ଏକାଠି। ଅର୍ଜୁନ ଦେଖିଲେ ସେହି ରୂପ ଭିତରେ ଦେବତା, ଋଷି, ସମସ୍ତ ଜୀବ, ସମସ୍ତ ଲୋକ ସବୁ ଅଛନ୍ତି। ଏବଂ ସେହି ରୂପରେ ଭୟଙ୍କର ଦୃଶ୍ୟ ମଧ୍ୟ ଅଛି। ଭୟଙ୍କର ଦାନ୍ତ, ଜ୍ୱଳନ୍ତ ମୁଖ। ଯୋଦ୍ଧାମାନେ ସେହି ମୁଖରେ ପଡ଼ି ନଷ୍ଟ ହେଉଛନ୍ତି। କାଳର ସତ୍ୟ ରୂପ। ଭଗବାନ କହୁଛନ୍ତି, ମୁଁ କାଳ, ମୁଁ ସମୟ, ମୁଁ ସବୁଙ୍କୁ ନାଶ କରିବାକୁ ଆସିଛି। ହେ ଅର୍ଜୁନ, ଏହି ଯୋଦ୍ଧାମାନେ ଯୁଦ୍ଧ ନ କଲେ ମଧ୍ୟ ମୋ ଦ୍ୱାରା ନଷ୍ଟ ହେବେ। ତୁମେ କେବଳ ନିମିତ୍ତ। ଅର୍ଜୁନଙ୍କ ଭୟ। ଏହି ଦୃଶ୍ୟ ଦେଖି ଅର୍ଜୁନଙ୍କ ଶରୀର କାମ୍ପିଯାଏ। ତାଙ୍କ ମନ ଭୟରେ ପୂର୍ଣ୍ଣ। ସେ କମ୍ପିତ ସ୍ୱରରେ କହେ, ହେ ଭଗବାନ, ମୁଁ ଆପଣଙ୍କୁ ନମସ୍କାର କରୁଛି। ମୋର ଅପରାଧ କ୍ଷମା କରନ୍ତୁ। ମୁଁ ଆପଣଙ୍କୁ ମିତ୍ର ଭାବି ଅନେକ କଥା କହିଥିଲି। ମୁଁ ଜାଣିନଥିଲି ଆପଣ ଏତେ ବିଶାଳ। ମଣିଷ ପାଇଁ ବଡ଼ ଶିକ୍ଷା। ଏହି ଅଧ୍ୟାୟ ମଣିଷକୁ ଗୋଟିଏ କଥା ସ୍ପଷ୍ଟ କରିଦିଏ, ମଣିଷ କେତେ ଛୋଟ, ଅହଙ୍କାର କେତେ ମିଥ୍ୟା। ଶକ୍ତି ମଣିଷର ନୁହେଁ। ସମୟ ସବୁ କିଛି ଗିଳି ଦିଏ। ସମୟ ନିଜକୁ ବଡ଼ ଭାବେ, କିନ୍ତୁ କାଳ ଆଗରେ ସେ ଶୂନ୍ୟ। ସହଜ ରୂପର ଅନୁରୋଧ। ଅର୍ଜୁନ ଆତଙ୍କିତ ହୋଇ ଭଗବାନଙ୍କୁ କହେ, ହେ କୃଷ୍ଣ, ମୁଁ ଏହି ଭୟଙ୍କର ରୂପ ଦେଖିପାରୁନାହିଁ। ମୋତେ ଆପଣଙ୍କ ସହଜ, କରୁଣାମୟ ମାନବ ରୂପ ଦେଖାନ୍ତୁ। ଭଗବାନଙ୍କ କରୁଣା। ଭଗବାନ ତୁରନ୍ତ ନିଜ ସହ ରୂପ ଧାରଣ କଲେ। ଭୟ ହଟିଗଲା, ଶାନ୍ତି ଫେରିଆସିଲା। ଭଗବାନ କହୁଛନ୍ତି, ହେ ଅର୍ଜୁନ, ମୋର ଏହି ରୂପ କେବଳ ଶୁଦ୍ଧ ଭକ୍ତି ଦ୍ୱାରା ଦେଖାଯାଏ। ନା ତପସ୍ୟା, ନା ଦାନ, ନା ଯଜ୍ଞ, କେବଳ ଭକ୍ତି। ଅଧ୍ୟାୟ 11ର ସାର। ଭଗବାନ ସୃଷ୍ଟି ଓ ବିନାଶ ଦୁହେଁ। କାଳ ସବୁଠାରୁ ବଡ଼ ଶକ୍ତି। ମଣିଷ କେବଳ ନିମିତ୍ତ। ଅହଙ୍କାର ସମ୍ପୂର୍ଣ୍ଣ ଭାଙ୍ଗିଯାଏ। ଭକ୍ତି ହିଁ ଭଗବାନଙ୍କୁ ଦେଖିବାର ଏକମାତ୍ର ପଥ। ଏଇଠି ଅଧ୍ୟାୟ 11 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 12 ଭକ୍ତି ଯୋଗ। ବିଶ୍ୱରୂପର ଭୟଙ୍କର ଦର୍ଶନ ପରେ ଅର୍ଜୁନଙ୍କ ମନ ଏବେ ଶାନ୍ତି ଖୋଜୁଛି। ସେ ଗଭୀର ସମ୍ମାନ ସହ ଭଗବାନଙ୍କୁ ପଚାରନ୍ତି, ହେ କୃଷ୍ଣ, ଏଇ ଆପଣଙ୍କୁ ରୂପ ସହିତ ଭକ୍ତି କରନ୍ତି, ଆଉ କେହି ନିରାକାର ବ୍ରହ୍ମଙ୍କୁ ଧ୍ୟାନ କରନ୍ତି। ଏମାନଙ୍କ ମଧ୍ୟରୁ କେଉଁ ପଥ ସର୍ବୋତ୍ତମ? ଭଗବାନଙ୍କ ସ୍ପଷ୍ଟ ଉତ୍ତର। ଭଗବାନ କୃଷ୍ଣ କହୁଛନ୍ତି, ଯେଉଁମାନେ ନିଜ ମନ ମୋ ଉପରେ ସ୍ଥିର କରନ୍ତି, ଶ୍ରଦ୍ଧା ସହ ମୋର ସେବା କରନ୍ତି, ସେମାନେ ମୋତେ ସବୁଠାରୁ ଭଲ ପାଆନ୍ତି। ନିରାକାର ପଥ ମଧ୍ୟ ଠିକ୍, କିନ୍ତୁ ସେହି ପଥ ମଣିଷ ପାଇଁ ଅତ୍ୟନ୍ତ କଠିନ। ନିରାକାର ପଥ କାହିଁକି କଠିନ? ଭଗବାନ କହୁଛନ୍ତି, ନିରାକାରକୁ ଧ୍ୟାନ କରିବା ମନୁଷ୍ୟ ପାଇଁ କଷ୍ଟକର। କାରଣ ମଣିଷ ମନ ରୂପ ଚାହେଁ, ଭାବନା ଚାହେଁ, ସମ୍ପର୍କ ଚାହେଁ। ଶରୀର ଥିଲେ ରୂପ ବିନା ଧ୍ୟାନ ରଖିବା ସହଜ ନୁହେଁ। ଭକ୍ତି ସବୁଠାରୁ ସହଜ ପଥ। ତେଣୁ ଭଗବାନ କହନ୍ତି, ହେ ଅର୍ଜୁନ, ମୋ ଉପରେ ମନ ଦିଅ, ମୋର ଭକ୍ତ ହଉ, ମୋର ପୂଜା କର, ତୁମେ ନିଶ୍ଚୟ ମୋ ପାଖକୁ ଆସିବ। ଭକ୍ତି ନ କରିପାରିଲେ ଭଗବାନ ଅତ୍ୟନ୍ତ କରୁଣା ସହ କହୁଛନ୍ତି, ଯଦି ମୋ ଉପରେ ମନ ସ୍ଥିର ନ କରିପାର, ଅଭ୍ୟାସ କର, ପୁନଃ ପୁନଃ ଚେଷ୍ଟା କର। ଯଦି ଅଭ୍ୟାସ ମଧ୍ୟ କଠିନ, ମୋ ପାଇଁ କର୍ମ କର। ଯଦି ସେଥି ମଧ୍ୟ ନ କରିପାର, କର୍ମର ଫଳ ତ୍ୟାଗ କରିଦିଅ। ଏଇଠି ଭଗବାନ ଏକ ମହାସତ୍ୟ କହୁଛନ୍ତି, ଯେଉଁଠାରୁ ଆରମ୍ଭ କରିପାର ସେଇଠାରୁ ଆରମ୍ଭ କର। ଭଗବାନ କେବେ ମଧ୍ୟ ମଣିଷକୁ ଅସମ୍ଭବ କଥା କହୁନାହାନ୍ତି। ସତ୍ୟ ଭକ୍ତ କିଏ? ଏବେ ଭଗବାନ ସତ୍ୟ ଭକ୍ତର ଲକ୍ଷଣ କହୁଛନ୍ତି, ଯିଏ କାହାକୁ ଘୃଣା କରେ ନାହିଁ, ଯିଏ କରୁଣାମୟ, ଯିଏ ଅହଙ୍କାର ଶୂନ୍ୟ, ଯିଏ ସୁଖ ଦୁଃଖର ସମ, ଯିଏ କ୍ଷମାଶୀଳ, ଯିଏ ସନ୍ତୁଷ୍ଟ, ଯିଏ ମୋତେ ହୃଦୟରୁ ଭଲ ପାଏ, ସେଇ ମୋର ଭକ୍ତ। ଭଗବାନ କହୁଛନ୍ତି, ମୁଁ କେମିତି ଭକ୍ତକୁ ଭଲ ପାଏ? ଯିଏ କାହାକୁ କଷ୍ଟ ଦେଉନି, ଯିଏ କେହି କଷ୍ଟ ଦେଇପାରେ ନାହିଁ, ଯିଏ ଈର୍ଷା ମୁକ୍ତ, ଯିଏ ଭୟ ଓ ଉତ୍ତେଜନା ମୁକ୍ତ, ସେଇ ମୋତେ ଅତ୍ୟନ୍ତ ପ୍ରିୟ। ମଣିଷ ପାଇଁ ଅଦ୍ଭୁତ ଶିକ୍ଷା। ଏହି ଅଧ୍ୟାୟ କହେ, ଭଗବାନ ଦୂରେ ନୁହେଁ, ଭଗବାନ ଜଟିଳ ନୁହେଁ, ଭଗବାନ ଭାବନା ଚାହାନ୍ତି। ଭକ୍ତି ମନର କଥା, ନା ଆଡମ୍ବର। ଅଧ୍ୟାୟ 12ର ସାର। ଭକ୍ତି ସର୍ବୋତ୍ତମ ପଥ। ଭଗବାନ ଭାବନା ଦେଖନ୍ତି। ଯେଉଁଠାରୁ ସମ୍ଭବ ସେଇଠି
ସେଇଠାରୁ ଆରମ୍ଭ। ସତ୍ୟ ଭକ୍ତ ମାନେ ସରଳ ଓ କରୁଣମୟ। ଅଧ୍ୟାୟ 12 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 13 କ୍ଷେତ୍ର ଓ କ୍ଷେତ୍ରଜ୍ଞ ଯୋଗ। ଏହି ଅଧ୍ୟାୟ ମଣିଷକୁ ନିଜକୁ ଚିହ୍ନିବା ଶିଖାଏ। ଏଇଠି ଭଗବାନ ସିଧାସଳଖ ଜୀବନର ସବୁଠାରୁ ବଡ଼ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୁଁ କିଏ? ମୋ ଶରୀର କି ମୁଁ? ମୋ ଭିତରେ କିଏ ଅଛି? କ୍ଷେତ୍ର କାହାକୁ କୁହାଯାଏ? ଭଗବାନ କହୁଛନ୍ତି ଏହି ଶରୀର ଗୋଟିଏ କ୍ଷେତ୍ର। ଯେପରି କ୍ଷେତ୍ରରେ ଧାନ ଗହମ ଫଳେ, ସେହିପରି ଏହି ଶରୀରରେ ସୁଖ ଫଳେ, ଦୁଃଖ ଫଳେ, ଆନନ୍ଦ ଫଳେ, ଯନ୍ତ୍ରଣା ଫଳେ, ଲୋଭ ଫଳେ, ଭୟ ଫଳେ। ଏହି ସବୁ ଶରୀରରେ ଜନ୍ମ ନେଉଛି। ତେଣୁ ଶରୀରକୁ କ୍ଷେତ୍ର କୁହାଯାଏ। କ୍ଷେତ୍ରଜ୍ଞ କିଏ? ଭଗବାନ କହୁଛନ୍ତି ସେ ଏହି କ୍ଷେତ୍ରକୁ ଜାଣେ, ଦେଖେ, ଅନୁଭବ କରେ। ସେଇ କ୍ଷେତ୍ରଜ୍ଞ ଅର୍ଥାତ୍ ଶରୀର ତୁମେ ନୁହେଁ, ଶରୀରକୁ ଜାଣୁଥିବା ସେ ତୁମେ। ଯେପରି ଚକ୍ଷୁ ଦେଖେ ଅର୍ଥାତ୍ ଆଖି ଦେଖେ, କିନ୍ତୁ ଦେଖୁଥିବା ଚକ୍ଷୁ ନୁହେଁ, ସେହିପରି ଶରୀର ଅଛି କିନ୍ତୁ ତୁମେ ଶରୀର ନୁହେଁ। ଏକ ଗଭୀର ଉଦାହରଣ, ଯେତେବେଳେ ତୁମେ କୁହ ମୋ ହାତ ଦୁଖୁଛି, ମୋ ମନ ଭାଙ୍ଗିଗଲା, ତେବେ କିଏ କହୁଛି? ଯଦି ହାତ ତୁମେ ହେଇଥାନ୍ତ ମୋ ହାତ କୁହାଯାଇଥାନ୍ତା। ଏହି ପ୍ରମାଣ, ହାତ ତୁମର, ମନ ତୁମର, ଶରୀର ତୁମର, କିନ୍ତୁ ତୁମେ ସେମାନେ ନୁହେଁ। ଭଗବାନଙ୍କ ଅଦ୍ଭୁତ କଥା। ଭଗବାନ କହୁଛନ୍ତି ହେ ଅର୍ଜୁନ, ସବୁ ଶରୀରରେ ଯେ କ୍ଷେତ୍ରଜ୍ଞ ଅଛନ୍ତି ସେ ମୁଁ ନିଜେ। ଅର୍ଥାତ୍ ସବୁ ହୃଦୟରେ ଭଗବାନ ବସିଛନ୍ତି। ସବୁ ଜୀବର ସେଇ ଏକ ଚେତନା। ସତ୍ୟ ଜ୍ଞାନ କାହାକୁ କୁହାଯାଏ? ଭଗବାନ କହୁଛନ୍ତି ଜ୍ଞାନ ମାନେ କେବଳ ପୁସ୍ତକ ନୁହେଁ। ସତ୍ୟ ଜ୍ଞାନ ହେଉଛି ଅହଙ୍କାର ଶୂନ୍ୟତା, ଅଭିମାନ ନଥିବା, କ୍ଷମା, ସହନଶୀଳତା, ଗୁରୁ ପ୍ରତି ସମ୍ମାନ, ଶରୀର ପ୍ରତି ଆସକ୍ତି କମିବା, ଜନ୍ମ ମୃତ୍ୟୁର ଭୟ ନଥିବା। ଯେଉଁଠି ଏହି ଗୁଣ ଅଛି ସେଇଠି ସତ୍ୟ ଜ୍ଞାନ ଅଛି। ଯାହା ଜାଣିବା ଉଚିତ। ଭଗବାନ କହୁଛନ୍ତି ଜାଣିବା ଯୋଗ୍ୟ ତିନୋଟି କଥା। ପ୍ରକୃତି, ପୁରୁଷ ଦୁଇଟିର ସମ୍ପର୍କ। ପ୍ରକୃତି ହେଉଛି ଦେହ, ମନ, ଇନ୍ଦ୍ରିୟ। ପୁରୁଷର ହେଉଛି ଚେତନ ଆତ୍ମା। ଦୁଃଖର ମୂଳ କାରଣ ଆତ୍ମା ପ୍ରକୃତି ସହ ଯୋଡ଼ିଗଲେ ସୁଖ ଦୁଃଖ ଆସେ, ଆସକ୍ତି ଆସେ, ଜନ୍ମ ମୃତ୍ୟୁ ଆସେ। ଭଗବାନ କହୁଛନ୍ତି ଆତ୍ମା ସତ୍ୟ ଶୁଦ୍ଧ, କିନ୍ତୁ ପ୍ରକୃତି ସହ ମିଶିଗଲେ ବନ୍ଧନ ହୁଏ। ମୁକ୍ତି କେମିତି? ଯେଉଁ ମଣିଷ ଦେହକୁ ଦେହ ଭାବେ ଦେଖେ, ଆତ୍ମାକୁ ଆତ୍ମା ଭାବେ ଜାଣେ, ସବୁ ଜୀବର ଏକ ଚେତନା ଦେଖେ, ସେ ମୋ ପାଖକୁ ଆସେ। ଅଧ୍ୟାୟ 13 ଗଭୀର ସାର। ଶରୀର କ୍ଷେତ୍ର, ଆତ୍ମା କ୍ଷେତ୍ରଜ୍ଞ, ସବୁ ହୃଦୟରେ ଭଗବାନ। ଜ୍ଞାନ ମାନେ ଗୁଣ, ଦେହ ଆତ୍ମା ଭେଦ ହିଁ ମୁକ୍ତି। ଅଧ୍ୟାୟ 13 ସମାପ୍ତ ଏଇଠି। ଭଗବତ ଗୀତା ଅଧ୍ୟାୟ 14 ପ୍ରକୃତିର ତିନୋଟି ଗୁଣ। ଏହି ଅଧ୍ୟାୟ ମଣିଷର ଚରିତ୍ର, ଚିନ୍ତା, ଭାଗ୍ୟ, ସଫଳତା ଓ ପତନର ମୂଳ କାରଣ ବୁଝାଏ। ଭଗବାନ କହୁଛନ୍ତି ଏହି ସଂସାରରେ କେହି ମଧ୍ୟ ସ୍ୱାଧୀନ ନୁହେଁ। ସବୁଠି ତିନୋଟି ଗୁଣ କାମ କରୁଛି। ସେଇ ତିନୋଟି ଗୁଣ କ'ଣ? 1ରେ ସତ୍ୱ ଗୁଣ, 2ରେ ରଜ ଗୁଣ, 3ରେ ତମ ଗୁଣ। ଏହି ତିନୋଟି ପ୍ରକୃତିର ଶକ୍ତି। ସବୁ ମଣିଷରେ ଏହା ରହିଛି, କିନ୍ତୁ ମାତ୍ରା ଭିନ୍ନ। 1ରେ ସତ୍ୱ ଗୁଣ, ପବିତ୍ରତା, ଆଲୋକ। ସତ୍ୱ ଗୁଣ ହେଉଛି ଶୁଦ୍ଧତା, ଶାନ୍ତି, ଜ୍ଞାନର ଗୁଣ। ଯେଉଁ ମଣିଷର ସତ୍ୱ ଗୁଣ ବେଶୀ, ସେ ସତ୍ୟ କହେ, ସେ ଅହିଂସା ପାଳନ କରେ, ସେ ଅନ୍ୟଙ୍କ ଭଲ ଭାବେ, ସେ ଲୋଭ କମ୍, ସେ ମନରେ ଶାନ୍ତ। ଉଦାହରଣରେ, ଗୋଟିଏ ମଣିଷ ସରଳ ଜୀବନ ବଞ୍ଚେ, ଭଗବାନଙ୍କୁ ସ୍ମରଣ କରେ, ଅନ୍ୟଙ୍କୁ କଷ୍ଟ ଦିଏ ନାହିଁ, ସେହି ମଣିଷ ସତ୍ୱ ଗୁଣରେ ଅଛି। ସତ୍ୱ ଗୁଣର ବନ୍ଧନ। ଭଗବାନ କହୁଛନ୍ତି ସତ୍ୱ ଗୁଣ ଭଲ ହେଲେ ମଧ୍ୟ ବନ୍ଧନ ଅଛି। ମୁଁ ଭଲ, ମୁଁ ଜ୍ଞାନୀ, ଏହି ଭାବ ଅହଙ୍କାର ହୋଇପାରେ। 2ରେ ରଜଗୁଣ, ଆସକ୍ତି ଓ ଲୋଭ। ରଜଗୁଣ ହେଉଛି ଇଚ୍ଛା, ଲୋଭ, କାମନା। ଯେଉଁ ମଣିଷର ରଜଗୁଣ ବେଶୀ, ସେ ସବୁବେଳେ ଚାହେଁ, ସେ ଅଧିକ ପାଇଁ ଦୌଡ଼େ, ସେ ଶାନ୍ତ ରହିପାରେ ନାହିଁ, ସେ ଫଳ ଚିନ୍ତା କରେ। ଉଦାହରଣରେ, ଗୋଟିଏ ମଣିଷ ଦିନରାତି ଧନ, ନାମ, ପଦ ପଛରେ ଦୌଡୁଛି, ମନ ଶାନ୍ତି ନାହିଁ, ସେ ରଜଗୁଣରେ ଅଛି। ରଜଗୁଣର ଫଳ ଅଶାନ୍ତି, ଈର୍ଷା, କ୍ରୋଧ, ନିରାଶା। ଯେତେ ମିଳେ ସେତେ ଚାହେଁ, ଆହୁରି ଅଧିକ ଦରକାର। 3ରେ ତମ ଗୁଣ, ଅଜ୍ଞାନ ଓ ଅନ୍ଧକାର। ତମ ଗୁଣ ହେଉଛି ଅନ୍ଧକାର, ଆଳସ୍ୟ, ମୂଢ଼ତା। ଯେଉଁ ମଣିଷର ତମ ଗୁଣ ବେଶୀ, ସେ ଆଳସୀ, ସେ ଭୁଲ ଠିକ ବୁଝେ ନାହିଁ, ସେ ନିଦ୍ରାରେ ବୁଡ଼ି ରହେ, ସେ ଭୟରେ ଥାଏ। ଉଦାହରଣରେ, ଗୋଟିଏ ମଣିଷ କାମ କରିବାକୁ ଚାହେଁ ନାହିଁ, ଜୀବନରେ ଗୁରୁତ୍ୱ ଦିଏ ନାହିଁ, ସେ ତମ ଗୁଣରେ ଅଛି। ତିନୋଟି ଗୁଣର ଫଳ, ସତ୍ୱ ଉନ୍ନତି, ରଜ ବନ୍ଧନ, ତମ ପତନ। ଭଗବାନ କହୁଛନ୍ତି ଯେଉଁ ମଣିଷ ତିନୋଟି ଗୁଣକୁ ଅତିକ୍ରମ କରେ, ସେ ମୋକ୍ଷ ପାଏ। ଗୁଣ ଅତିକ୍ରମ କେମିତି? ସୁଖ ଦୁଃଖରେ ସମ, ମାନ ଅପମାନରେ ସମ, ଲାଭ ହାନିରେ ସମ, ଭଗବାନଙ୍କୁ ସ୍ମରଣ। ଯେଉଁ ମଣିଷ ଭଗବାନଙ୍କୁ ନିରନ୍ତର ଭକ୍ତି କରେ, ସେ ଗୁଣ ଅତିକ୍ରମ କରେ। ଅଧ୍ୟାୟ 14ର ସାର। ତିନୋଟି ଗୁଣ ସବୁକୁ ବାନ୍ଧେ। ସତ୍ୱ ଭଲ, କିନ୍ତୁ ବନ୍ଧନ ଅଛି। ରଜ ଅଶାନ୍ତି ଦିଏ, ତମ ଅନ୍ଧକାର ଦିଏ, ଭକ୍ତି ଗୁଣ ଉପରେ ନେଇଯାଏ। ଅଧ୍ୟାୟ 14 ସମାପ୍ତ ଏଇଠି। ଭଗବତ ଗୀତା ଅଧ୍ୟାୟ 15 ପୁରୁଷୋତ୍ତମ ଯୋଗ।
এই অধ্যায় মଣିষକୁ ସଂସାରର ମୂଳ ରହସ୍ୟ ବୁଝାଏ। ଭଗବାନ ଏଇଠି ସିଧା କହୁଛନ୍ତି ସଂସାର କ'ଣ, ମଣିଷ କାହିଁକି ଭୁଲୁଛି, ଭଗବାନ କିଏ, ସର୍ବୋଚ୍ଚ ସତ୍ୟ କ'ଣ, ସଂସାରକୁ ଭଗବାନ କେମିତି ବର୍ଣ୍ଣନା କରୁଛନ୍ତି। ଭଗବାନ କହୁଛନ୍ତି ଏହି ସଂସାର ଗୋଟିଏ ଅଦ୍ଭୁତ ଗଛ ଭଳି, ମୂଳ ଉପରେ ଡାଲି ତଳେ। ଏହି ସାଧାରଣ ଗଛ ନୁହେଁ, ସଂସାର ଗଛର ଗଭୀର ଅର୍ଥ। ମୂଳ ଭଗବାନ, ଡାଲି ତିନୋଟି ଗୁଣ, ପତ୍ର ଶାସ୍ତ୍ରୀୟ କର୍ମ, ଫଳ ସୁଖ ଓ ଦୁଃଖ। ମଣିଷ ଏହି ଗଛର ଡାଲିରେ ଝୁଲି ରହିଛି। ମଣିଷ କାହିଁକି ବାନ୍ଧିଯାଏ? ଭଗବାନ କହୁଛନ୍ତି ଆକର୍ଷଣ, ଆସକ୍ତି, କାମନା, ଅହଙ୍କାର, ଏହି ତିନୋଟି ହେଉଛି ଗଛର ଦୃଢ଼ ମୂଳ। ମଣିଷ ଫଳକୁ ଧରି ମୂଳକୁ ଭୁଲିଯାଏ। ମୁକ୍ତିର ପଥ ଭଗବାନ କହୁଛନ୍ତି ଏହି ଗଛକୁ କାଟିବାକୁ ହେବ, କିନ୍ତୁ ଲହାର ଆଂଶୁ ନୁହେଁ, ଆସକ୍ତିର ଆଂଶୁ, ଜ୍ଞାନର ଆଂଶୁ। କେଉଁ ଗୁଣ ଦରକାର? ଅହଙ୍କାର ନଥିବା, ମୋହ ଛାଡ଼ିବା, ସୁଖ ଦୁଃଖରେ ସମ, ଆତ୍ମଜ୍ଞାନ, ଭଗବାନ ଶରଣ। ଏହି ପଥରେ ଚାଲିଲେ ମଣିଷ ସେହି ସ୍ଥାନକୁ ପହଞ୍ଚେ ଯେଉଁଠି ପୁଣି ଜନ୍ମ ନାହିଁ। ସେହି ପରମ ସ୍ଥାନ କେମିତି? ଭଗବାନ କହୁଛନ୍ତି ସେଇଠି ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, ଅଗ୍ନି ନାହିଁ, କାରଣ ସେଇଠି ଭଗବାନଙ୍କର ଆଲୋକ ଅଛି। ଜୀବାତ୍ମାର ଯାତ୍ରା। ଭଗବାନ କହୁଛନ୍ତି ଏହି ଜୀବ ମୋର ଅଂଶ। ସେ ଶରୀର ବଦଳାଇ ଇନ୍ଦ୍ରିୟ ବହନ କରେ, ସୁଖ ଦୁଃଖ ଭୋଗ କରେ। ଭଗବାନଙ୍କର ଭୂମିକା। ଭଗବାନ କହୁଛନ୍ତି ମୁଁ ଭୋକ ହୁଏ, ମୁଁ ଜୀର୍ଣ୍ଣ କରେ, ମୁଁ ସ୍ମୃତି ଦେଉଛି, ମୁଁ ଜ୍ଞାନ ଦେଉଛି, ସବୁକିଛି ମୋର ନିର୍ଭର। ପୁରୁଷ ତିନି ପ୍ରକାର। ଭଗବାନ କହୁଛନ୍ତି ଏକରେ କ୍ଷର ନିଶ୍ୱର ଜୀବ, ଦୁଇରେ ଅକ୍ଷର ଅବିନାଶୀ ଆତ୍ମା, ତିନିରେ ପୁରୁଷୋତ୍ତମ ମୁଁ ନିଜେ। ମୁଁ କ୍ଷର ଓ ଅକ୍ଷର ଦୁଇଠାରୁ ଶ୍ରେଷ୍ଠ। ପୁରୁଷୋତ୍ତମକୁ ଚିହ୍ନିଲେ କ'ଣ ମିଳେ? ଭ୍ରମ ଭାଙ୍ଗେ, ଭୟ ହଟେ, ଅହଙ୍କାର ଯାଏ, ଜୀବନ ସାର୍ଥକ ହୁଏ। ଯେଉଁ ମଣିଷ ଏହି ସତ୍ୟ ବୁଝେ ସେ ସବୁ ଜାଣିଗଲା, ଦୁନିଆରେ ଆଉ କିଛି ଜାଣିବାର ବାକି ନାହିଁ। ଅଧ୍ୟାୟ 15ର ସାର। ସଂସାର ଗଛ, ଆକର୍ଷଣ, ଆସକ୍ତି ବନ୍ଧନ, ଆସକ୍ତି ମୁକ୍ତି, ଭଗବାନଙ୍କ ପୁରୁଷୋତ୍ତମ। ଭଗବାନଙ୍କୁ ଜାଣିଲେ ସବୁ ଜଣା। ଅଧ୍ୟାୟ 15 ସମାପ୍ତ ଏଇଠି। ଭଗବତ ଗୀତା ଅଧ୍ୟାୟ 16, ଦେବୀ ଓ ଅସୁରୀ ସ୍ୱଭାବ। ଭଗବାନ କହୁଛନ୍ତି ମଣିଷର ଜୀବନ କେମିତି ହେବ, ସେ କେଉଁ ପଥରେ ଯିବ, ମୋକ୍ଷ ପାଇବ କି ପତନ, ସବୁ ତାହାର ସ୍ୱଭାବ ଉପରେ ନିର୍ଭର କରେ। ଏହି ସଂସାରରେ ମଣିଷର ଦୁଇ ପ୍ରକାର ସ୍ୱଭାବ ଅଛି, ଦେବୀ ସ୍ୱଭାବ, ଅସୁରୀ ସ୍ୱଭାବ। ଦେବୀ ସ୍ୱଭାବ କାହାକୁ କୁହାଯାଏ? ଦେବୀ ସ୍ୱଭାବ ମାନେ ସେ ସ୍ୱଭାବ ମଣିଷକୁ ଆଲୋକ ଦିଗରେ ନେଇଯାଏ। ଭଗବାନ କହୁଛନ୍ତି ଦେବୀ ସ୍ୱଭାବ ଥିବା ମଣିଷରେ ଭୟ ନଥାଏ, ମନ ଶୁଦ୍ଧ ଥାଏ, ସତ୍ୟ କଥା କହେ, ଅହିଂସା ପାଳନ କରେ, ଦୟା ଥାଏ, କ୍ଷମା ଥାଏ, ଲୋଭ ନାହିଁ, ଅହଙ୍କାର ନାହିଁ, ଗୁରୁ ଓ ଶାସ୍ତ୍ର ପ୍ରତି ସମ୍ମାନ ଥାଏ। ଏହି ଗୁଣ ମଣିଷକୁ ଶାନ୍ତ, ସୁଖୀ ଓ ଶକ୍ତିଶାଳୀ କରେ। ଦେବୀ ସ୍ୱଭାବର ଉଦାହରଣ, ଗୋଟିଏ ମଣିଷ କଷ୍ଟରେ ମଧ୍ୟ ସତ୍ୟ ଛାଡ଼େ ନାହିଁ, ଅନ୍ୟକୁ ଆଘାତ ଦିଏ ନାହିଁ, ଭଗବାନଙ୍କୁ ଭରସା କରେ, ସେ ଦେବୀ ସ୍ୱଭାବର। ଏମିତି ମଣିଷ ଧୀରେ ଧୀରେ ମୁକ୍ତି ଦିଗକୁ ଯାଏ। ଅସୁରୀ ସ୍ୱଭାବ କାହାକୁ କୁହାଯାଏ? ଅସୁରୀ ସ୍ୱଭାବ ମାନେ ଯେ ସ୍ୱଭାବ ମଣିଷକୁ ଅନ୍ଧକାର ଦିଗରେ ନେଇଯାଏ। ଭଗବାନ କହୁଛନ୍ତି ଅସୁରୀ ସ୍ୱଭାବ ଥିବା ମଣିଷ କ'ଣ ଠିକ୍ କ'ଣ ଭୁଲ ଜାଣେ ନାହିଁ, ଅହଙ୍କାରରେ ଭରିଯାଏ, କ୍ରୋଧୀ, ଲୋଭୀ, ଈର୍ଷାଳୁ, ନିଷ୍ଠୁର, ଅସତ୍ୟ କଥା କହେ, ନିଜକୁ ହିଁ ସର୍ବଶ୍ରେଷ୍ଠ ଭାବେ। ଅସୁରୀ ସ୍ୱଭାବର ଉଦାହରଣ, ଗୋଟିଏ ମଣିଷ କେବଳ ନିଜ ଲାଭ ଭାବେ, ଅନ୍ୟକୁ ଦବାଇ ଆଗକୁ ଯାଏ, ଭଗବାନଙ୍କୁ ମାନେ ନାହିଁ, ସେ ଅସୁରୀ ସ୍ୱଭାବର। ଅସୁରୀ ମଣିଷର ଭୁଲ ଧାରଣା। ଭଗବାନ କହୁଛନ୍ତି ଅସୁରୀ ମଣିଷ ଭାବେ ଏହି ସଂସାରର ସତ୍ୟ ନୁହେଁ, କୌଣସି ନିୟମ ନାହିଁ, ଭଗବାନ ନାହାନ୍ତି, ଇଚ୍ଛା ପୂରଣ ହିଁ ଜୀବନ। ଏହି ଭାବ ମଣିଷକୁ ପାପ ଓ ଦୁଃଖରେ ଡୁବାଏ। ଅସୁରୀ ସ୍ୱଭାବର ତିନୋଟି ଦ୍ୱାର। ଭଗବାନ ସ୍ପଷ୍ଟ କହୁଛନ୍ତି ନରକର ତିନୋଟି ଦ୍ୱାର ଅଛି, କାମ, ଅତ୍ୟଧିକ ଇଚ୍ଛା, କ୍ରୋଧ, ଲୋଭ। ଏହି ତିନୋଟି ମଣିଷର ସର୍ବନାଶ କରେ। ଏଥିରୁ କେମିତି ଉଦ୍ଧାର ମିଳେ? ଭଗବାନ କହୁଛନ୍ତି ଶାସ୍ତ୍ର ଅନୁସାରେ ଚାଲ, ଭଲ ମନ୍ଦ ବିଚାର କର, ଅହଙ୍କାର ଛାଡ଼, କାମ, କ୍ରୋଧ, ଲୋଭ ତ୍ୟାଗ କର। ଯେଉଁ ମଣିଷ ଏହା କରେ ସେ ଶ୍ରେଷ୍ଠ ଗତି ପାଏ। ଅଧ୍ୟାୟ 16ର ସାର। ଦେବୀ ସ୍ୱଭାବ ମୋକ୍ଷର ପଥ, ଅସୁରୀ ସ୍ୱଭାବ ପତନର ପଥ, କାମ, କ୍ରୋଧ, ଲୋଭ ନରକର ଦ୍ୱାର, ଶାସ୍ତ୍ର ଓ ସଦ୍ଗୁଣ ରକ୍ଷା କରେ। ଅଧ୍ୟାୟ 16 ସମାପ୍ତ। ଭଗବତ ଗୀତା ଅଧ୍ୟାୟ 17, ବିଶ୍ୱାସର ତିନୋଟି ରୂପ। ଏହି ଅଧ୍ୟାୟର ଆରମ୍ଭରେ ଅର୍ଜୁନ ଗୋଟିଏ ଗଭୀର ପ୍ରଶ୍ନ ପଚାରନ୍ତି। ସେ କହନ୍ତି ଯେଉଁ ମଣିଷ ଶାସ୍ତ୍ରକୁ ଭଲ ଭାବେ ଜାଣେ ନାହିଁ କିନ୍ତୁ ମନରୁ ଭଗବାନଙ୍କୁ ପୂଜା କରେ ସେମାନଙ୍କର ସ୍ଥିତି କ'ଣ? ଭଗବାନଙ୍କର ଉତ୍ତର, ଭଗବାନ କହୁଛନ୍ତି ମଣିଷର ବିଶ୍ୱାସ ତାହାର ସ୍ୱଭାବ ଅନୁସାରେ ହୁଏ। ସମସ୍ତ ବିଶ୍ୱାସ ତିନି ପ୍ରକାର, ସତ୍ୟ ବିଶ୍ୱାସ, ରଜ ବିଶ୍ୱାସ, ତମ ବିଶ୍ୱାସ। ଏକରେ ସତ୍ୟ ବିଶ୍ୱାସ। ସତ୍ୟ ବିଶ୍ୱାସ ହେଉଛି ଶୁଦ୍ଧ ଓ ପବିତ୍ର। ଏମିତି ମଣିଷ ଦେବତାଙ୍କୁ ପୂଜେ, ଭଲ କାମ କରେ, ଅହିଂସା ପାଳନ କରେ, ମନ ଶାନ୍ତ ରଖେ, ସେ ଯାହା କରେ ଭଗବାନଙ୍କ ପାଇଁ କରେ। ଉଦାହରଣରେ ଗୋଟିଏ ମଣିଷ ନିଷ୍କାମ ଭାବ ଦାନ କରେ, ଭୋଗ ନୁହେଁ, ସେବା ଚାହେଁ, ସେ ସତ୍ୟ ବିଶ୍ୱାସର। ଦୁଇରେ ରଜ ବିଶ୍ୱାସ। ରଜ ବିଶ୍ୱାସ ଇଚ୍ଛା ଓ ଆଶାରେ ଭରିଯାଏ। ଏମିତି ମଣିଷ ଫଳ ପାଇଁ ପୂଜା କରେ, ଧନ, ସନ୍ତାନ, ସଫଳତା ଚାହେଁ, ନାମ, ମର୍ଯ୍ୟାଦା ଚାହେଁ,
ଭଗବାନଙ୍କୁ ମନରୁ ନୁହେଁ ଆବଶ୍ୟକତାରୁ ସ୍ମରଣ କରେ। ଉଦାହରଣରେ ଗୋଟିଏ ମଣିଷ ମୋ କାମ ହେଲେ ମୁଁ ପୂଜା କରିବି ବୋଲି ଭାବେ, ସେଇଟା ହେଉଛି ରଜ ବିଶ୍ୱାସର। 3ରେ ତମ ବିଶ୍ୱାସ। ତମ ବିଶ୍ୱାସ ଅଜ୍ଞାନ ଓ ଭୟରୁ ଜନ୍ମ ନେଉଛି। ଏମିତି ମଣିଷ ଭୂତ ପ୍ରେତକୁ ପୂଜେ, ଅନ୍ଧ ବିଶ୍ୱାସ କରେ, ଭୟରେ କାମ କରେ, ଭୁଲ ପଥ ଧରେ। ଏହି ବିଶ୍ୱାସ ମଣିଷକୁ ଅନ୍ଧକାର ନେଇଯାଏ। ମଣିଷ ଯେମିତି ବିଶ୍ୱାସ ସେ ସେମିତି। ଭଗବାନ କହୁଛନ୍ତି ମଣିଷର ବିଶ୍ୱାସ ତାର ଚରିତ୍ର ଗଢ଼େ, ତାର ଭାଗ୍ୟ ଗଢ଼େ। ଯେମିତି ବିଶ୍ୱାସ ସେମିତି ଜୀବନ। ଆହାରର 3ଟି ପ୍ରକାର। ଭଗବାନ କହୁଛନ୍ତି ଯାହା ମଣିଷ ଖାଏ ସେ ତାହାର ମନ ଓ ବୁଦ୍ଧିକୁ ପ୍ରଭାବିତ କରେ। ସତ୍ୱ ଆହାର ସରଳ, ପବିତ୍ର, ସତେଜ, ସ୍ୱାସ୍ଥ୍ୟକର। ଏହା ଶାନ୍ତି ଓ ଆୟୁ ବଢ଼ାଏ। ରଜ ଆହାର ବହୁତ ତିକ୍ତ, ବହୁତ ଖଟା, ବହୁତ ଲୁଣିଆ। ଏହା ରୋଗ ଓ ଅଶାନ୍ତି ଦିଏ। ତମ ଆହାର ପୁରୁଣା, ଗନ୍ଧା, ଅପବିତ୍ର। ଏହା ମନକୁ ମୂଢ଼ କରେ। ତପ, ଦାନ ଓ ଯଜ୍ଞର ଗୁଣ। ତପ, ଦାନ ଓ ଯଜ୍ଞର ଗୁଣ। ଭଗବାନ କହୁଛନ୍ତି ତପ, ଦାନ, ଯଜ୍ଞ ମଧ୍ୟ 3ଟି ଗୁଣରେ ହୁଏ। ସତ୍ୱ ତପ ଦାନ ଫଳ ଆଶା ନାହିଁ, ସମ୍ମାନ ଚାହେଁ ନାହିଁ, ଶୁଦ୍ଧ ଭାବ। ରଜ ତପ ଦାନ ନାମ ପାଇଁ, ଦେଖାଇବା ପାଇଁ, ଲାଭ ପାଇଁ। ତମ ତପ ଦାନ ଭୁଲ ଭାବରେ, ଅଜ୍ଞାନରୁ, କଷ୍ଟ ଦେଇ। ଓଂ ତତ୍ ସତ୍ର ଗଭୀର ଅର୍ଥ ଭଗବାନ କହୁଛନ୍ତି ଓଂ ଭଗବାନଙ୍କ ନାମ, ତତ୍ ଫଳତ୍ୟାଗ, ସତ୍ ସତ୍ୟ ଓ ଧର୍ମ। ଯେଉଁ କାମ ଏହି ଭାବରେ କରାଯାଏ ସେ ଶୁଦ୍ଧ ହୁଏ। ଅଧ୍ୟାୟ 17ର ସାର ବିଶ୍ୱାସ 3 ପ୍ରକାର। ଆହାର ମନ ଗଢ଼େ, ତପ ଦାନ ଭାବ ଉପରେ ନିର୍ଭର। ଓଂ ତତ୍ ସତ୍ ସଫଳତାର ମନ୍ତ୍ର। ଅଧ୍ୟାୟ 17 ସମାପ୍ତ ଏଇଠି। ଭଗବଦ ଗୀତା ଅଧ୍ୟାୟ 18 ମୋକ୍ଷ ସନ୍ନ୍ୟାସ ଯୋଗ। ଅର୍ଜୁନଙ୍କ ଶେଷ ପ୍ରଶ୍ନ। ଯୁଦ୍ଧ ଭୂମିରେ ଦାଣ୍ଡି ଅର୍ଜୁନ କହନ୍ତି ହେ କୃଷ୍ଣ, ସନ୍ନ୍ୟାସ କ'ଣ, କର୍ମତ୍ୟାଗ କ'ଣ, ଦୁଇଟି ମଧ୍ୟରେ ତଫାତ୍ କ'ଣ? ଅର୍ଜୁନ ଚାହୁଁଛନ୍ତି ଶେଷ ସ୍ପଷ୍ଟ ସତ୍ୟ ଉତ୍ତର। ଭଗବାନଙ୍କର ପ୍ରଥମ ଉପଦେଶ। ଭଗବାନ କହୁଛନ୍ତି କର୍ମ ତ୍ୟାଗ କରିଦେବା ଏହା ସନ୍ନ୍ୟାସ ନୁହେଁ। କର୍ମ କରି ଫଳର ଆଶା ଛାଡ଼ିଦେବା ସେଇଟା ହେଉଛି ସତ୍ୟ ସନ୍ନ୍ୟାସ। କର୍ମ କର କିନ୍ତୁ ଆସକ୍ତି ଛାଡ଼। କର୍ମ କାହିଁକି ଛାଡ଼ି ହେବ ନାହିଁ? ଭଗବାନ କହୁଛନ୍ତି ଜୀବନ ଅଛି ତେଣୁ କର୍ମ ଅଛି। ଗୋଟିଏ ମୁହୂର୍ତ୍ତ ପାଇଁ ମଣିଷ କର୍ମ ବିନା ରହିପାରେ ନାହିଁ। ଖାଇବା, ଚାଲିବା, କଥା କହିବା ସବୁ କର୍ମ। କର୍ମର 5ଟି କାରଣ। ଭଗବାନ କହୁଛନ୍ତି କୌଣସି କାମ ହେବା ପାଇଁ 5ଟି କାରଣ ଲାଗେ। 1ରେ ଶରୀର, 2ରେ କର୍ତ୍ତା ଯାହା ମଣିଷ, 3ରେ ଇନ୍ଦ୍ରିୟ, 4ରେ ପ୍ରୟାସ, 5ରେ ଭଗବାନଙ୍କ କୃପା। ତେଣୁ ମୁଁ ଏକା କରୁଛି ବୋଲି ଭାବିବା ଅହଙ୍କାର। ଜ୍ଞାନର 3ଟି ପ୍ରକାର। ସତ୍ୟ ଜ୍ଞାନ ସମସ୍ତ ଜୀବନରେ ଏକ ଆତ୍ମାକୁ ଦେଖେ। ରଜ ଜ୍ଞାନ ଭିନ୍ନତା ମାତ୍ର ଦେଖେ, ମୋ ଓ ତୋ କହେ। ତମ ଜ୍ଞାନ ଅନ୍ଧ, ଭୁଲ, ଅଜ୍ଞାନରେ ଭରିତ। କର୍ତ୍ତାର 3ଟି ରୂପ। ସତ୍ୱକର୍ତ୍ତା ସ୍ଥାନ, ଅହଙ୍କାର ନାହିଁ, ଫଳ ଆଶା ନାହିଁ। ରଜକର୍ତ୍ତା ଲୋଭୀ, ଫଳ ପାଇଁ କାମ କରେ। ତମକର୍ତ୍ତା ଅଳସ, ଭୁଲ କାମ କରେ। ବୁଦ୍ଧି ଓ ଧୃତିର ଗୁଣ। ସତ୍ୱ ବୃଦ୍ଧି ହେଉଛି ଧର୍ମ ଅଧର୍ମ ଚିହ୍ନେ। ରଜ ବୃଦ୍ଧି ହେଉଛି ଲାଭ ହାନି ଦେଖେ। ତମ ବୃଦ୍ଧି ହେଉଛି ଭୁଲକୁ ଠିକ ଭାବେ। ସୁଖର 3ଟି ପ୍ରକାର। ସତ୍ୟ ସୁଖ ହେଉଛି ଆରମ୍ଭରେ କଷ୍ଟ, ଶେଷରେ ଅମୃତ ମିଳେ। ରଜ ସୁଖ ହେଉଛି ଆରମ୍ଭରେ ମିଠା, ଶେଷରେ ବିଷ। ତମ ସୁଖ ହେଉଛି ଆରମ୍ଭ ଓ ଶେଷ, ଦୁହେଁ ଅନ୍ଧକାର। ମଣିଷର ସ୍ୱଧର୍ମ। ଭଗବାନ କହୁଛନ୍ତି ପ୍ରତ୍ୟେକ ମଣିଷ ନିଜ ସ୍ୱଭାବ ଅନୁସାରେ କାମ ପାଉଛି। ନିଜ କର୍ତ୍ତବ୍ୟ ସତ୍ୟ ଭାବରେ କଲେ ସେଇଟା ହେଉଛି ଭଗବାନଙ୍କ ପୂଜା। ସର୍ବଶ୍ରେଷ୍ଠ ଉପଦେଶ, ଶେଷ ମନ୍ତ୍ର। ଭଗବାନ କହୁଛନ୍ତି ସମସ୍ତ ଧର୍ମ ଛାଡ଼, ମୋ ଶରଣକୁ ଆସ, ମୁଁ ତତେ ମୋକ୍ଷ ଦେବି, ଭୟ କର ନାହିଁ। ଏହା ଗୀତାର ସବୁଠାରୁ ବଡ଼ ସତ୍ୟ। ଅର୍ଜୁନଙ୍କର ଜ୍ଞାନୋଦୟ। ଅର୍ଜୁନ କହୁଛନ୍ତି ମୋର ମୋହ ଭାଙ୍ଗିଗଲା, ମୋ ଭୟ ଚାଲିଗଲା, ମୁଁ ଆପଣଙ୍କ କଥା ମାନିବି। ଭଗବଦ ଗୀତା ସମାପ୍ତ। ଏବେ ତ ଏଠି ଶେଷ ହେଲା, କିନ୍ତୁ ଗୀତା ପରେ ଆଉ କ'ଣ ଅଛି? 1ରେ ଗୀତାର ଅଭ୍ୟାସ। ଗୀତା କେବଳ ଶୁଣିବା କିମ୍ବା କହିବା ପାଇଁ ନୁହେଁ। ଗୀତା ହେଉଛି ଜୀବନ ଚାଲିବା ରାସ୍ତା। ଯେତେବେଳେ ଦୁଃଖ ଆସେ, ଭୟ ଆସେ, ଅସଫଳତା ଆସେ, ମୃତ୍ୟୁର ଭାବନା ଆସେ, ସେତେବେଳେ ଗୀତା ସ୍ମରଣ କରିବା ଏହା ହିଁ ଅଭ୍ୟାସ। 2ରେ ଗୀତା ଅନୁସାରେ ଜୀବନ। ଗୀତା ଶିଖାଏ କାମ କର, ଭୟ ଛାଡ଼, ଫଳ ଭଗବାନଙ୍କୁ ଛାଡ଼। ଏହା କଲେ ମନ ଶାନ୍ତ ହୁଏ, ଅହଙ୍କାର ଘଟେ, ଜୀବନ ହାଲୁକା ହୁଏ। 3ରେ ଗୀତା ଓ ମୃତ୍ୟୁ। ଗୀତା କହେ ଶରୀର ମରେ, ଆତ୍ମା କେବେ ମରେ ନାହିଁ। ଏହି ଜ୍ଞାନ ମଣିଷକୁ ମୃତ୍ୟୁର ଭୟକୁ ମୁକ୍ତ କରେ। 4ରେ ଗୀତା ଓ ମୋକ୍ଷ। ମୋକ୍ଷ ମାନେ ଜଙ୍ଗଲକୁ ଯିବା ନୁହେଁ, ଘର ଛାଡ଼ିବା ନୁହେଁ। ମୋକ୍ଷ ମାନେ ଆସକ୍ତି ଛାଡ଼ିବା, ଅହଙ୍କାର ଛାଡ଼ିବା, ଭଗବାନଙ୍କୁ ସମର୍ପଣ କରିବା। 5ରେ ଗୀତା ହେଉଛି ଆଇନା। ଗୀତା ଆମକୁ କହେ ଅନ୍ୟକୁ ଦେଖ ନାହିଁ, ନିଜକୁ ଦେଖ। ଯିଏ ନିଜକୁ ଜିତିଲା ସେ ଜଗତକୁ ଜିତିଲା। ଶେଷ କଥା, ଗୀତାର ପୁସ୍ତକ ସମାପ୍ତ।
କିନ୍ତୁ ଗୀତାର ଯାତ୍ରା ଆଜିଠୁ ଆରମ୍ଭ। ମୋର ଭାଇ ଓ ଭଉଣୀମାନେ 2026 ଆସିଗଲା, କିନ୍ତୁ ଏଇ ବର୍ଷରେ ସବୁଠୁ ବଡ଼ ପ୍ରଶ୍ନ ଏହା ନୁହେଁ ଯେ ବର୍ଷ କେଉଁଠି ଆସିଲା। ସବୁଠୁ ବଡ଼ ପ୍ରଶ୍ନ ହେଉଛି ତୁମେ କେଉଁଠି ଅଟକି ରହିଲ। କିଏ ଜୀବନରେ ହାରି ଯାଇଛି, କିଏ ମୋହରେ ବୁଡ଼ି ରହିଛି, କିଏ ଭୟରେ କିଛି କରିପାରୁନାହିଁ, କିଏ ଗତକାଲିକୁ ଧରି ଆଜିକୁ ନଷ୍ଟ କରୁଛି। କିନ୍ତୁ ମନେ ରଖ, ଗୀତା କହେ ତୁମେ ହାରି ନାହଁ, ତୁମେ କେବଳ ଭୁଲିଗଲ ତୁମେ କିଏ, ତୁମର ଶକ୍ତି କେତେ, ତୁମର ଜୀବନର ଉଦ୍ଦେଶ୍ୟ କ'ଣ। ଭଗବାନ କହୁଛନ୍ତି ଭୟ ତୁମର ଶତ୍ରୁ, ଅହଙ୍କାର ତୁମକୁ ଅନ୍ଧ କରେ, ମୋହ ତୁମକୁ ବାନ୍ଧି ରଖେ, କିନ୍ତୁ କର୍ମ ତୁମକୁ ମୁକ୍ତ କରେ। 2026ରେ ଆଉ ଗୋଟିଏ ସଂକଳ୍ପ ନିଅ, ନିଜକୁ ଦୋଷ ଦେବ ନାହିଁ, ଭାଗ୍ୟକୁ ଗାଳି ଦେବ ନାହିଁ, ଭଗବାନଙ୍କୁ ଦୋଷ ଦେବ ନାହିଁ। କେବଳ ଆଜି ଭଲ କାମ, ଆଜି ସଠିକ ନିଷ୍ପତ୍ତି, ଆଜି ସତ୍ୟ ପଥ। ଏତିକି ହେଲେ ଆସନ୍ତା ବର୍ଷ ନିଜେ ତମକୁ ଖୋଜିବ। ଯଦି এই ଭିଡ଼ିଓ ତୁମ ମନକୁ ଛୁଇଁଥିଲା ତେବେ এই ଭିଡ଼ିଓକୁ ଆଗକୁ ପଠାଅ, ତଳେ ତୁମ ମନର କଥା ଲେଖ। ଏମିତି ଜ୍ଞାନମୟୀ କଥା ପାଇଁ এই ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, କାରଣ ହେଇପାରେ ତୁମର ଗୋଟିଏ ପ୍ରାର୍ଥନା କାହାର ଜୀବନ ବଞ୍ଚାଇ ଦେବ। ଜୟ ଶ୍ରୀ କୃଷ୍ଣ। 2026 ତୁମର ହଉ ଜାଗୃତିର ବର୍ଷ।